ନିର୍ଝର ସ୍ପ୍ରିଙ୍ଗ ଯାହା ତଳରୁ ଭୂଇଁରୁ ପାଣି ହଠାତ୍ ଉଛୁଳି ଉଠେ କି ନାହିଁ, ନିର୍ଝର ତାହା କେମିତି କାମ କରେ? ମାନେ ବାହାରୁଥିବ, ଫୁଟୁଥିବ ପାଣି ବାହାରୁଥିବ ଭିତରୁ, ଜମି ଭିତରୁ। ତ ଆପଣ ମାନେ ତାହା ଯେତିକି ପାଣିକୁ ଆପଣ ମାନେ ନେଇଯାଆନ୍ତି ଆପଣ ମାନଙ୍କର ସେ ହାଣ୍ଡିରେ, ଇଏରେ, ଗିନାରେ, ବାଲ୍ଟିରେ, ଯେତେ ଆପଣ ମାନେ ତାହାକୁ ସଂଗ୍ରହ କରିବେ ସେତିକି ଫୁଟୁଥିବ, ବାହାରୁଥିବ। ଯଦି ଆପଣ ମାନେ ତାକୁ ୟୁଜ କରିବେ ନାହିଁ, ଅଳ୍ପ ଟିକେ ବାହାରିକି ବନ୍ଦ ହେଇଯାଏ, ପାଣି ସେମିତି ରହିଯାଏ, ଆଉ ଚାପି ଦାବିକି ରହିଯାଏ। ତ ବାକ୍ୟ ବି, ପ୍ରକାଶନ ବି ସେମିତି। ଆପଣ ମାନେ ଗ୍ରାସ୍ପିଂ କରିପାରୁଛନ୍ତି ବୋଲି, ବୁଝି ପାରୁଛନ୍ତି ବୋଲି, ଆପଣ ମାନେ ସ୍ୱୀକାର ଗ୍ରହଣ କରିପାରୁଛନ୍ତି ବୋଲି ପବିତ୍ର ଆତ୍ମା ଆହୁରି ଆହୁରି ଗୁଡାଏ ବିଷୟ ପ୍ରକାଶ କରୁଛନ୍ତି, ଯାହାକି ମୁଁ ପ୍ରକୃତରେ ଏଇ ସବୁ କହିବାର ଅଛି ବୋଲି ମୁଁ ପ୍ରିପେୟାର ବି ହେଉନଥିବି। ମୁଁ ଯାହା ପ୍ରିପେୟାର ହେଇଛି ଏଟା ହିଁ ପ୍ରିପେୟାର ହେଇଛି। ଓକେ, ଯାହା ଲିଷ୍ଟ ଆପଣ ମାନଙ୍କୁ ବନେ ସେତିକି ସେତିକି ପ୍ରିପେୟାର हो। କଣ ପ୍ରିପାରେସନ ମାନେ କଣ? ପ୍ରିପାରେସନ ମିନ୍ସ ଓନଲି ଆଉଟଲାଇନ୍ସ। ଆଉ ଗୋଟେ ଗୋଟେ ଲାଇନ ରେ କଣ ବୁଝାଇବାର, କେମିତି ବୁଝାଇବାର, ଏଟା ତ ଜାଣିବୁନି ନା। ସେ ମୋମେଣ୍ଟରେ ପବିତ୍ର ଆତ୍ମା ଯାହା ପ୍ରକାଶ କରନ୍ତି, ଯାହା ଜଣାନ୍ତି, ଯାହା ମୁଁ ବି ଆଗେ ଜାଣୁନଥିବି, ସେଇ ସବୁ ବିଷୟ ସବୁ ପ୍ରକାଶିତ ହୁଏ। ଦେଖିକି ବହୁତ ଖୁସି ଲାଗେ। ଆର ଦିନକୁ ଯେତେବେଳେ ସକାଳେ ଏଟା ସବୁ ଶୁଣେ ବହୁତ ଖୁସି ଲାଗେ। ୱାଓ, ବଢିଆ ପଏଣ୍ଟ ଥିଲା ତ, ଏଟା ବଢିଆ ପଏଣ୍ଟ ବାହାରିଲା ତ ବୋଲି ମୁଁ ବି ଏକ୍ସାଇଟ୍ ହେଇଯାଏ। କାରଣ ସବୁ A to Z ସବୁ କିଛି ମୁଁ ପ୍ରିପେୟାର୍ଡ ନଥିବି। और ଏଇ ପୁନରୁତ୍ଥାନର ସେକ୍ସନଟା ଏଇ ସପ୍ତାହ ସାରା ଏମିତି ଚାଲିବ ବୋଲି ଭାବିବି ମଧ୍ୟ ନଥିଲି। ଯାଉ ଯାଉ ବହୁତ ଗୁଡାଏ ବିଷୟ ବାହାରି ପଡେ। ମୋର ପର୍ସନାଲ ଇଚ୍ଛା କଣ, ମାନେ ଏତେବେଳକୁ ପ୍ରକାଶିତ ବାକ୍ୟ ଶେଷ କରିଦେଇଥିଲେ ଭଲ ହେଇଥାନ୍ତା ପର ଲାଗୁଥିବ ବେଳେ ବେଳେ। ନା, ଆପଣ ମାନଙ୍କୁ ଶୁଣିବାର ଆଗ୍ରହ ଥିବାରୁ ଗୁଡାଏ ବିଷୟ ପ୍ରଭୁ କଥା ହଉଛନ୍ତି। ବାଇବେଲ ବି ସେଇ ପ୍ରକାର କହେ କି ଲୋକମାନଙ୍କର ଶୁଣିବାର ଶକ୍ତି ଅନୁସାରେ ପ୍ରଭୁ ମଧ୍ୟ ବହୁତ ଗୁଡାଏ କଣ ଦୃଷ୍ଟାନ୍ତ ସେମାନଙ୍କୁ କହୁଥିଲେ। ପୁଣି ରାଇଟ୍, ପ୍ରେଜ୍ ଲର୍ଡ। ତ ଏତିକି ଆପଣ ମାନେ ଜାଣିପାରିଥିବେ, ବୁଝିପାରିଥିବେ ବୋଲି ଭାବୁଛି। ପୁନରୁତ୍ଥାନର ଶ୍ରେଣୀ 7 ପ୍ରକାର ଅଛି। କଣ ପାଇଁ ପୁନରୁତ୍ଥାନ ଶ୍ରେଣୀ? ମାନେ ସମସ୍ତେ ଏଟ୍ ଆ ଟାଇମ୍ ଉଠି ନାହାନ୍ତି, ଉତ୍ଥାପିତ ହେଇନାହାନ୍ତି। ସେମାନଙ୍କର ଅଲଗା ଅଲଗା ସମୟରେ ଉତ୍ଥାପିତ ହେଇଥିବାରୁ ଅଲଗା ଅଲଗା ଶ୍ରେଣୀ ହେଇଗଲା। Everyone has been resurrected in their own respective timing. ତ ସର୍ବପ୍ରଥମରେ ଯୀଶୁ ଉଠିଲେ, ତାପରେ 2000 ବର୍ଷ ପରେ ରାପ୍ଚର ବେଳକୁ ମଣ୍ଡଳୀ ଉଠିବ। ମହାକ୍ଲେଶ କାଳ ବେଳକୁ 2 ସାକ୍ଷୀ ମାନେ ଉଠିବେ। ମହାକ୍ଲେଶ କାଳ ଶେଷ ହେଲା ପରେ ଦ୍ୱିତୀୟ ଆଗମନରେ ପୁରାତନ ନିୟମର ସାଧୁ ମାନେ ଉଠିବେ। ଆର୍ମେଗେଦନ ଯୁଦ୍ଧ ପରେ ଶହୀଦ ମାନେ, ଖ୍ରୀଷ୍ଟଙ୍କ ନିମନ୍ତେ ହତ ହେଇଥିବା ସାଧୁ ମାନେ ଉଠିବେ। ମହାକ୍ଲେଶ କାଳର ସାଧୁ ମାନେ ଉଠିବେ। ଏଣ୍ଡ ତାପରେ ଜେନେରାଲ ଖ୍ରୀଷ୍ଟିଆନ୍ସ, ଯେମାନେ ଏତେ ଗଭୀର ଶିକ୍ଷାରେ ନଥିଲେ, କି ଶିକ୍ଷା ଆଜି ବି ଦେଖନ୍ତୁ ବହୁତ ଗୁଡାଏ ଖ୍ରୀଷ୍ଟିଆନ ମାନେ ଯେମାନେ ନା ପବିତ୍ର ଆତ୍ମା ପାଉଛନ୍ତି, ନା ଗଭୀର ଶିକ୍ଷାରେ ଅଛନ୍ତି, ନା ପବିତ୍ର ହେଇକୃତ ହେଇଛନ୍ତି, ନା କିଛି ନାହିଁ। ଖାଲି ଖ୍ରୀଷ୍ଟିଆନ ମାନେ, ଖ୍ରୀଷ୍ଟିଆନ ନାମକୁ ନମିନାଲ ଖ୍ରୀଷ୍ଟିଆନ୍ସ ବୋଲି କହନ୍ତି ସେମାନଙ୍କୁ। ଖାଲି ନାମଧାରୀ, ନାମ ପାଇଁ ଖାଲି ଖ୍ରୀଷ୍ଟିଆନ ବୋଲି ଜଣା ପଡୁଛି। ତ ପ୍ରଭୁଙ୍କର ଆଗମନରେ ରାପ୍ଚରରେ ଯେଉଁମାନେ ଯିବେ ନାହିଁ, ଯେଉଁମାନେ ରାପ୍ଚର ବେଳକୁ ବଞ୍ଚିଥିବେ କିନ୍ତୁ ରାପ୍ଚରରେ ଯିବେ ନାହିଁ, ତ ସେମାନେ ପୁରା ମହାକ୍ଲେଶ କାଳ ଦେଇକି ଯିବାର ସୁଯୋଗ ପାଇବେ। ତ ଏମିତି ନାମ କେବଳ ନାମ ପାଇଁ ଖ୍ରୀଷ୍ଟିଆନ ହେଇଥିବା ଲୋକମାନେ ଯେଉଁମାନେ ମରି ଯାଇଛନ୍ତି ସେମାନଙ୍କର କଥା କହୁଛି। ଆଗରୁ ଯେଉଁମାନେ ମରି ଯାଇଛନ୍ତି ସେମାନେ ମହାକ୍ଲେଶ କାଳ ଦେଇ ଯିବାର ସୁଯୋଗ ତ ନାହିଁ ନା। ଆଉ କି ଯେ ସେମାନେ ମହାକ୍ଲେଶ କାଳରେ ଆହୁରି ଉଦ୍ଦୀପିତ ହେବେ ଆଉ ପ୍ରଭୁଙ୍କ ପାଇଁ ହତ ହେବେ, ସେଇ ଅପସନ ଟା କେବଳ ଜୀବିତ ଲୋକ, ଜୀବିତ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଥିବ। ମରି ଯାଇଥିବା ଖ୍ରୀଷ୍ଟିଆନ ମାନଙ୍କୁ ତ ନଥିବ ନା। ତ ସେମାନେ ରାପ୍ଚର କୁ ହରାଇବେ। ସେମାନେ ଖ୍ରୀଷ୍ଟଙ୍କର ବଧୂ ଭାର୍ଯ୍ୟା ହେବାର ସୁଯୋଗ ବି ହରାଇବେ। ଆଣ୍ଡ ମୋର ଧାରଣା, ମୋର ପର୍ସନାଲ ଓପିନିଅନ କଣ, ମାନେ 1000 ବର୍ଷ ଶାସନ ପୂର୍ବରୁ ସେମାନେ ଉତ୍ଥାପିତ ହେବେ। ପ୍ରଭୁ ସେଇଭଳି ଗୋଟେ ଏମିତି ନାମଧାରୀ ଖ୍ରୀଷ୍ଟିଆନ ମାନଙ୍କୁ କେ ଜାଣି
सहस्र वर्ष शासन रे जोग देबाकू सुजोग देले दियंती नले नाही सेटा जेहेतु मोर पर्सनल ओपिनियन तेणु करी मु किछ फाइनल करू नाही एई जो 6 नंबर साधारण क्रिश्चियन मानकर कथा कहूची ओके तो ए साधारण क्रिश्चियन माने बोले सबु नाही जे माने मधुआ क्रिश्चियन है कि मरिचंती जन व्यभिचारी है कि क्रिश्चियन है कि मरिचंती जे माने ठकिबा काम कर कि चोरई दे कि सांसारिक टोटली एमिति असुचित ने जे माने मरिचंती से माने उठिबे बोल कहू नाही मु किए उठिबे साधारण क्रिश्चियन रो ग्रुप रे धरंतो हमरो जेजेमा जेजे बापा माने जे माने एते गभीर शिक्षा रे नथिले हमरो पूर्व पुरुष माने ସେମାନେ ଏତେ ଗଭୀର ଶିକ୍ଷା ଏତେ ଜାଣି ନଥିଲେ କି ଏମିତି ଥିବାର ଅଛି ପୁଣି ଖ୍ରୀଷ୍ଟିଆନ ମାନେ ଏମିତି ଥିବାର ଅଛି କି ଆମେ ଜାଣି ନଥିଲୁ ବୋଲିଲା ପରେ ଯେମାନେ ରହିକି ଚାଲିଗଲେ ପ୍ରଭୁଙ୍କ କୋଳକୁ ସେମାନଙ୍କ ନିରୀହ ଭଲ ଖ୍ରୀଷ୍ଟିଆନ ଥିବେ କି ନାହିଁ କେତେ ଜଣ ବଟ୍ ସିଦ୍ଧ ହେଇ ନଥିବେ ଓକେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଲୋକମାନେ ରାପ୍ଚରରେ ସୁଯୋଗ ପାଇ ପାରନ୍ତି ଆଉ ଯେଉଁମାନେ ରାପ୍ଚର ସୁଯୋଗ ପାଇ ନାହାନ୍ତି से माने ए 6 नंबर टाइमिंग रे से माने उत्थापित हेबे ताहा परे सहस्र वर्षर शासन हेबो से सहस्र वर्ष शासन परे ए 7 नंबर रो समस्त पापी माने सृष्टिर आरंभ ठारू से महाक्लेश काल पर्यंत जेते पापी माने मरी जाइथिले से माने करो आत्मा सब से माने भी पुनरुत्थान पाइबे एबे सुनो तो ए लिस्ट आपण माने क्लियर हे गले बोली आशा करूछि ए लिस्ट देखंतु तो पुनरुत्थान रो श्रेणी हैला 7 प्रकार श्रेणी माने कोन टाइमिंग अलगा अलगा टाइमिंग रे अलगा अलगा दलर लोक माने उत्थापित हेले तो को टाइमिंग सेटा बोली आपण माने को जणाइली तो आम्हे माने देखू एटा सेकेंड लाइन टा पुनरुत्थान रो गौरव 4 प्रकार पुनरुत्थान रो गौरव रो स्तर बोली कहंतु स्टैंडर्ड बोली कहंतु गौरव रो स्टैंडर्ड कहली कि ने अपर क्लास मिडिल क्लास लोअर क्लास बोली सेमिति ग्लोरीज रे भिन्न भिन्न क्लासेस बा स्तर पोजीशंस थाए राइट तो स्वर्ग राज्य रे मध्य एमिति 3-4 प्रकार गौरवर स्तर रही तो सबुठु टॉप पोजीशन कहार बोली हमें सुनिलु यीशु ख्रीष्ट सबुठु टॉप पोजीशन रे थिबे स्वर्ग राज्य रे आ प्रभु यीशु ख्रीष्ट हमको से निजे सुजोग देले कि मु जो स्थान रे रहे तुम्भे माने मध्य जेपरि सही स्थान रे रहिबो एथि निमंते तुम्भ मानक पय स्थान प्रस्तुत करिवा को जाईछि पुनर्बार फेरी आसीबि तुम्भ मानको मो सहित रहिबा पय नै जीवी बोली प्रभु देइथिबा प्रतिज्ञा अनुसार प्रभु यीशु ख्रीष्टंकर जो सही सेम इक्वल समान स्तर रे ए साधु कन्या मंडली रहिबो फर्स्ट पोजीशन ऑफ द ग्लोरी सही पोजीशन रे तो पाउलो आमरो पीतरो आमर प्रभु को दास माने आमर को दिनकर नागिया जेमती एमिति समस्त बिली ग्राहम सब जेते प्रभु को ग्रेटेस्ट प्रभु को दास माने अछंती एवं साधु क्रिश्चियन माने सब क्रिश्चियन तो नहीं ओके आमे आमे काली सुनिथिलु कि आमे सब क्रिश्चियन मानकर जीवन रे आत्मिकता रे टॉपर को जिबार अछि से टॉपर थिबा क्रिश्चियन माने मंडली सहित संयुक्त है कि रैप्चर रे उठा जाए कि ख्रीष्टंकर भार्या है कि थिबे तो जे ख्रीष्टंकर भार्या है छंती तो ख्रीष्ट गुटे जागा रे भार्या तो गुटे जागा रे तो रहिबो नै ना क्वीन इज इक्वल विथ द किंग क्वीन सिट्स इक्वली विथ द किंग ना राजंकर सेम सिंहासन रो साइड रे रानी रो स्थान थाए कि जाने जगत रे अलग अलग स्थान थाए पारे कहि हबो नै किंतु स्वर्ग रे प्रभु सेंति स्थान अप एंड डाउन करि नांती सिंहासन
जो सिंहासन रे प्रभु बसिछंती हमको मध्य सही सिंहासन देवी बोली प्रॉमिस कले प्रकाशित 3:21 के शरणदीप अछि अजी आज्ञा सर प्रेज द लॉर्ड बाबू प्रकाशित 3:21 पढ़ो आम्भे जेपरी जय करी आम्भर पितांक सहित ताहांक सिंहासन रे बसिअछु सेपरी जे जय करे आम्भे ताहांकु आम्भ सहित आम्भर सिंहासन रे बसिबाकु देबो प्रेज द लॉर्ड आम्भे जेपरी जय करी आम्भ पितांक सिंहासन रे बसिअछु सही परी जे जय करे आम्भ परी जे जय कला यीशुଙ୍କୁ परी जे जय कला निजर शरीर को कामना को अभिलाष को एवं जगतर कामना को अभिलाष को सांसारिक आकर्षण को शारीरिक प्रलोभन को जे जय कला तांको कौन करा जीवो मोहर सिंहासन रे बसिबा को देबी बोल कहले वाओ तो इक्वल हला कि नहीं यीशु पिता जो सिंहासन रे अछंती यीशु भी सही सिंहासन रे अछंती आ मंडली भी सही सिंहासन रे थिबो ना आ तो हला गोटे टॉप क्लास स्तर एम सेकंड स्तर को आसुछंती सेकंड गौरव रो सेकंड क्लास गौरव सेकंड स्टैंडर्ड रो गौरव बा सेकंड रैंक बोली कहले चलिबो हम मानकर नेचुरली बुझिबा को गले फर्स्ट रैंकर टॉपर यीशु ख्रीष्ट मंडली सेकंड टॉपर रे सेकंड राष्ट्रंती पुरातन नियम रो साधु माने ओके ऑन थर्ड कैटेगरी रे आसीबे महाक्लेश काल रो कोन साधु माने तृतीय स्तर ए चतुर्थ स्तर तो आई डोंट नो आई कैन नॉट गिव गारंटी साधारण क्रिश्चियन माने यद्यपि से माने सहस्र वर्ष शासन रे अंशी हेबे हल्ला परे भी आमे जानो कि परे शैतान आसिकी बहुत जन को भ्रांत करिबो सेही सहस्र वर्ष शासन रो एंडिंग रे तो यही साधारण क्रिश्चियन माने सेथिरे विजय हेबे ना शैतान सहित मिसी जिबे ग्यारंटी नहीं यदि सेथिरे भी से माने जय पाइबे then they will get a chance to enter into heaven but they will be in a least category totally third class स्वर्ग राज्य रे क्षुद्रतम बोली कहे बाइबल पूरा लोअर क्लास थी से माने एतिकी से मानक पे अनुग्रह कि से स्वर्ग रे पहुंचले सेतिकी प्रभु को धन्यवाद दे देई थिबार अछि जुगे जुगे एटा ग्यारंटी नहीं के थिबे सेटा भी ग्यारंटी नहीं it's only depend upon the grace of God and plan of God एमाने रैप्चर जीवा लोक नहंती एमाने महाक्लेश देई की परीक्षित हेबा लोक भी नथिले इठी 6 नंबर तेन करी एटा ए ऊपर के टारगेट रखंतनी ओके बिकॉज़ इट इज अनऑफिशियल बोल कहले चले तबे पॉइंट रहिला पढ़िबा गोटे पद प्रकाशित वाक्य 20 6 पद जेउ माने प्रथम पुनरुत्थान रो अंशी होंती से माने धन्य और पवित्र सेमानंको उपरे द्वितीय मृत्यु रो कोनोसी अधिकार नाही बरंच से माने ईश्वरंको और ख्रीष्टंको याजक होई 100 वर्ष पर्यंत ताहांको सहित राजत्व करिवे प्रेज द लॉर्ड 100 वर्षर राज्य रे यीशु ख्रीष्टंकर शासन राज्य रे किए की अंशी पाई हेबे पुणी किए अंशी हेबे पुणी जेउ माने प्रथम पुनरुत्थान रो अंशी हुवंती से माने धन्य से माने ही सहस्र वर्ष शासन रे सुजोग पाइबे रहिबाकू तेबी हमर पॉइंट रहिला ए प्रथम पुनरुत्थान माने कोन प्रेज द लॉर्ड प्रथम पुनरुत्थान बोल जदी कहा होछि तो डेफिनेटली द्वितीय पुनरुत्थान भी थिबा दरकार तो एथिरे हम जानि पारुछु बाइबल हमको देथिबा प्रमाण अनुसार पुनरुत्थान दुई प्रकार ओके तो एटा हला लास्ट वन पुनरुत्थान दुई प्रकार जोहन लिखित सुसमाचार 5 अध्याय 29 पद पढ़िबा
ଜହନ 5:29 5:29 ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍ କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି। ବାସ୍ ବାସ୍ ବାସ୍। ଜହନ 5:29 29 ପଢିଲ ତ? ଆଜ୍ଞା। ହଁ। ଜହନ 5:29 ପ୍ରଭୁ ଯୀଶୁ ଖ୍ରୀଷ୍ଟ ଦୁଇ ପ୍ରକାର ପୁନରୁତ୍ଥାନ ବିଷୟରେ କହିଲେ। କଣ କଣ ତାହା? ନମ୍ବର 1 ଗୋଟେ ହେଲା ଜୀବନର ପୁନରୁତ୍ଥାନ। ନମ୍ବର 1 ଜୀବନର ପୁନରୁତ୍ଥାନ। ନମ୍ବର 2 ଦଣ୍ଡର ପୁନରୁତ୍ଥାନ। ପ୍ରେଜ୍ ଦ ଲର୍ଡ। ତ ଯେଉଁମାନେ ଜୀବନର ପୁନରୁତ୍ଥାନର ଅଂଶୀ ହେଇଛନ୍ତି ସେମାନେ ଜୀବନକୁ ଯିବେ, ଅନନ୍ତ ଜୀବନକୁ ଯିବେ, ସ୍ୱର୍ଗକୁ ଯିବେ। ଯେଉଁମାନେ ଦଣ୍ଡର ପୁନରୁତ୍ଥାନର ଅଂଶୀ ଅଟନ୍ତି ସେମାନେ ସେଇ ଅଗ୍ନିକୁଣ୍ଡରେ ପଡିବେ। ଆକ୍ଚୁଆଲି ଏଟା ସବୁ ବୋର୍ଡରେ ମୁଁ ଦେଖାଇକି କହିବା କଥା, କିନ୍ତୁ ଛିଡା ହେବାର ପେସେନ୍ସ ନାହିଁ, ତେଣୁକରି ଏଇଟା ଏଇ ପୋଷ୍ଟର ଦ୍ୱାରା ହିଁ ଆପଣମାନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛି। ଏବେ ଦେଖନ୍ତୁ, ଯେଉଁମାନେ ଏଇ ପ୍ରଥମ ପୁନରୁତ୍ଥାନର ଅଂଶୀ ହେଇଛନ୍ତି, ପ୍ରଥମ ପୁନରୁତ୍ଥାନ ହେଲା ନମ୍ବର 1 ଟା ଜୀବନର ପୁନରୁତ୍ଥାନ। କିଏ କିଏ ଅଛନ୍ତି ଏଇ ଜୀବନର ପୁନରୁତ୍ଥାନରେ? ନମ୍ବର 1 ଏଠି ଯୀଶୁ ଖ୍ରୀଷ୍ଟ, ନମ୍ବର 2 ମଣ୍ଡଳୀ, ନମ୍ବର 3 ଦୁଇ ସାକ୍ଷୀ, ନମ୍ବର 4 କଣ ପୁରାତନ ନିୟମର ସାଧୁମାନେ, ମହାକ୍ଲେଶ କାଳର ସାଧୁମାନେ। ଏଇ 5 ଜଣ ଏହି ପ୍ରଥମ ପୁନରୁତ୍ଥାନର ଅଂଶୀ ହେବେ, କାରଣ ଏମାନେ ହିଁ ସେହି ସହସ୍ର ବର୍ଷ ଶାସନରେ ଯିବେ। 6 ନମ୍ବର କହିଲି ନା, ଗ୍ୟାରେଣ୍ଟି ନାହିଁ ବୋଲି। ଆମେ 6 ନମ୍ବର ବି ଆଡ୍ କରଲେ ଆଡ୍ କରିପାରିବେ, ନହେଲେ ନାହିଁ, ଆଉ ଜଣା ନାହିଁ ଆମକୁ। ଏ ସାଧାରଣ ଖ୍ରୀଷ୍ଟିଆନ ମାନେ ମଧ୍ୟ ସୁଯୋଗ ପାଇଲେ ସେହି ସହସ୍ର ବର୍ଷ ଶାସନରେ ସେମାନେ ଯାଇପାରିବେ, ପ୍ରଭୁ ସୁଯୋଗ ଦେଲେ ଦିଅନ୍ତି। ତ ଏଇ 1 ରୁ 6 ନମ୍ବର ପର୍ଯ୍ୟନ୍ତ ଯେତେ ଜଣ ଅଛନ୍ତି, ଆମେ ଯୀଶୁ ଖ୍ରୀଷ୍ଟଙ୍କୁ କାହିଁକି ସେ ଲିଷ୍ଟରେ ଦେବା ଯେ 2 ନମ୍ବରରୁ ମଣ୍ଡଳୀ ଠାରୁ ଆରମ୍ଭ କରି ସାଧାରଣ ଖ୍ରୀଷ୍ଟିଆନ ପର୍ଯ୍ୟନ୍ତ ଏମାନେ କେବଳ ସେହି ସହସ୍ର ବର୍ଷ ଶାସନରେ ଅଂଶ ଗ୍ରହଣ କରିବା ପାଇଁ ଯିବେ, ତାପରେ ସ୍ୱର୍ଗ। ଓକେ, ତ ଏଇମାନେ ଏଇ 2 ନମ୍ବରରୁ 6 ନମ୍ବର ପର୍ଯ୍ୟନ୍ତ ଏମାନେ ସମସ୍ତେ ଅଟନ୍ତି ପ୍ରଥମ ପୁନରୁତ୍ଥାନର ଅଂଶୀ ଲୋକମାନେ। ପ୍ରକାଶିତ 20ର 5 ପଦ ପଢ। ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଏହା ହିଁ ପ୍ରଥମ ପୁନରୁତ୍ଥାନ। ବାସ୍। ଓକେ, ଆମେ ଦେଖୁ 4 ପଦରେ ଯୀଶୁ ଖ୍ରୀଷ୍ଟଙ୍କ ନିମନ୍ତେ ମହାକ୍ଲେଶ କାଳରେ ସେଇ 666 ମୁଦ୍ରା ନ ନେଇକି ଭଣ୍ଡ ଖ୍ରୀଷ୍ଟ ହାତରେ ବହୁତ ନିର୍ଯାତନା ସହିକି ତାଡ଼ନା ପ୍ରାପ୍ତ ହେଇକି ଯେଉଁମାନେ ମୁଣ୍ଡ ଛେଦନ କରାଗଲେ ସେମାନଙ୍କର ଆତ୍ମା ଉତ୍ଥାପିତ ହେବାର ଦେଖିଲି ବୋଲି ଜହନ କହିଲେ। ଆଉ ସେଥିରେ ଶେଷରେ କଣ କହିଲେ? ଏହା ହିଁ ପ୍ରଥମ ପୁନରୁତ୍ଥାନ। ଆଉ ଏହି ପ୍ରଥମ ପୁନରୁତ୍ଥାନରେ ଅଂଶୀ ହେବା ଲୋକମାନେ ସହସ୍ର ବର୍ଷ ଶାସନରେ ଯିବେ, ଏମାନେ ଧନ୍ୟ। ଏବଂ ଅବଶିଷ୍ଟ ମୃତ ଲୋକମାନେ ସହସ୍ର ବର୍ଷ ଶାସନ ହେବା ଯାଏ ଉଠିଲେ ନାହିଁ। ଆଉ ଥରେ ପଢେ ସେ 5 ପଦ। ଅବଶିଷ୍ଟ ମୃତ ଲୋକମାନେ ସେହି ସହସ୍ର ବର୍ଷ ଶେଷ ନ ହେବା ପର୍ଯ୍ୟନ୍ତ ଜୀବିତ ହେଲେ ନାହିଁ। ଅର୍ଥାତ୍ କିଏ ଏମାନେ? 7 ନମ୍ବରର ପୁନରୁତ୍ଥାନ। ଏମାନେ କେବେ ପୁନରୁତ୍ଥାନ ପାଇବେ? 20:11 ପଢ। ତତ୍ପରେ ମୁଁ ଗୋଟିଏ ବୃହତ୍ ଶ୍ୱେତବର୍ଣ୍ଣ ସିଂହାସନ ଓ ତଦୁପବିଷ୍ଟ ବ୍ୟକ୍ତିଙ୍କୁ ଦର୍ଶନ କଲି। ତାହାଙ୍କ ସମ୍ମୁଖରୁ ପୃଥିବୀ ଓ ଆକାଶ ମଣ୍ଡଳ ପଳାୟନ କଲା, ସେମାନଙ୍କ ନିମନ୍ତେ ଆଉ ସ୍ଥାନ ମିଳିଲା ନାହିଁ।
पुणी मु क्षुद्र और महान समस्त मृत लोकंकु सिंहासनर सम्मुखरे ठिया होइथिबार देखिली। आउ पुस्तक सबु फिटा गला पर जीवन पुस्तक नामक आउ गोटे पुस्तक फिटा गला। सेई पुस्तक मानकरे लिखित विषय प्रमाणे मृत माने आपना आपना कर्मानुसारे विचारित हेले। 13 भी समुद्र आपणार मध्यवर्ती मृत मानंकु समर्पण कला। ଆଉ ମୃତ୍ୟୁ ଓ ପାତାଳ ସେମାନଙ୍କ ମଧ୍ୟବର୍ତ୍ତୀ ମୃତ ମାନଙ୍କୁ ସମର୍ପଣ କଲେ। ପୁଣି ସେମାନେ ପ୍ରତ୍ୟେକେ ଆପଣା ଆପଣା କର୍ମାନୁସାରେ ବିଚାରିତ ହେଲେ। बस बस ओके तो एमाने किए पुणी मृत माने को मृत माने जो 5 पदरे देखिलु अवशिष्ट मृत माने ये समस्त पापी माने जे माने मरी जाइथिले सहस्र वर्ष शासन न हेबा पर्यंत और उठिले नहीं विचार भी हलानी से मानकर सहस्र वर्ष शासन शेष हेला परे ए समस्त पापी माने मृत पापी माने ओके मृत जीवित के नहीं मृत पापी माने उत्थापित होई श्वेत सिंहासन विचार आसन सम्मुखरे पड़गला सेटा या दिस पिक्चर देश विचार एटा समस्त एटी जे छिड़ाई छन एटा श्वेत वर्णर सिंहासन एमाने समस्त मृत पापी माने एटी मंडली नथिबो ए विचार रे मंडली नथिबो समस्त पापी माने समस्त दुष्ट अधार्मिक पापी माने लाडन थिबो दाऊद इब्राहिम थिबो आतंकवादी माने थिबे मर्डरर माने थिबे चोर माने थिबे नास्तिक माने थिबे चार्लेस डार्विन परि लोक थिबे समस्त साइंटिस्ट माने जे माने कि लोक मानकर मुंड भंडाइले कि नहीं ईश्वर सृष्टि करनांती ए जगत को मनुष्य विवर्तनवाद द्वारा जन्म होइछि उत्पन्न होइछि बोले एमते सब प्रकार जो माने ईश्वर को मानती नहीं मानि नाहंती ग्रहण करि नाहंती प्रभु को समस्त पापी माने केबे उठिबे सहस्र वर्ष शासन परे उठिबे राइट तेणु करी तो पुनरुत्थानर मैटर रहिला एटा बुझिले तो 7टा श्रेणी 4 प्रकार गौरव 2 प्रकार पुनरुत्थान 7टा श्रेणी ए लिस्टा 4 प्रकार गौरव ए लिस्टा 2 प्रकार पुनरुत्थान ए लिस्ट एटा हला पुनरुत्थानर शिक्षा तो वर्तमान आमर लक्ष्य यह कि जहां भी हेउ सहस्र वर्ष शासन भी हराइबार नहीं सॉरी रैप्चर भी हराइबार नहीं हमें नंबर वन रैप्चर हराइबार नहीं नंबर 2 यीशु ख्रीष्ट सहित विवाह हेबार सुजोग हराइबार नहीं नंबर 3 सहस्र वर्ष शासन भी हराइबार नहीं नंबर 4 नूतन जेरुसलेम अनंत गौरवर अनंतकालीन विश्व रे प्रवेश करिवाटा भी हराइबार नहीं नंबर 1 रैप्चर नंबर 2 बीइंग द ब्राइड नंबर 3 the 1000 years reign of Christ number 4 glorious eternity अनंतकालीन गौरव এই চারিটা में हराइबार नहीं तो नंबर 1 रहिला रैप्चर को हाथ तो छोड़ा हेबार नहीं हराइबार नहीं we should not miss the rapture और से रैप्चर निमंते जो पुनरुत्थान हमको दरकार को श्रेणी रो पुनरुत्थान दरकार द्वितीय श्रेणी पुनरुत्थान दरकार मंडली रो पुनरुत्थान जहां एते सहज नुहे काली कहूली कि एस्टर विषय रे कि
ଆଗ ଦିନ ବି କହୁଥିଲି ଯେଉଁ ଯୁବା ପିଲାମାନେ ଏମିତି ଆୱାରା ଟାଇପ ରେ ଥିବେ, ଆୱାରା ଗର୍ଦି ଟାଇପ ଥିବେ ନାଇଁ କି, ରାଉଡି ଗୁଣ୍ଡା ଷ୍ଟାଇଲ ମାରି ଢଙ୍ଗ କାଢି ଝିଅ ମାନଙ୍କୁ ଦେଖି ସାଇଟ ମାରି ଲାଇନ ମାରୁଥିବେ, ଏମିତି 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 କରୁଥିବେ, ଖାଲି ମୁଣ୍ଡ ବାଳ ଏମିତି ଏମିତି ହଉଥିବେ। ଏସବୁ ଫାଲତୁ ଟାଇପ ର ପିଲାମାନେ, ଯେମିତି ଯେଉଁମାନଙ୍କର କିଛି ଫ୍ୟୁଚର ନଥିବ ପାଠ ପଢିବାରେ, ସେମାନେ ଲାଇଫ ରେ କୋଉଠି ସେଟଲ ହେଇପାରିବେନି। କହିଲି ନାଇଁ କି ସେ ନୁଡଲ ଦୁକାନ ନହେଲେ ସେ ପକୁଡି ଦୁକାନ ଚଳାଇବାର ଖାଲି, ତା ଛଡା କିଛି ଜାଣିବେନି। ଖାଲି ସେ ପାକୁଡି ଦୋକାନ ଚଳାଉଥିବେ, ଦେଖିଲା ବେଳକୁ ଏତେ ମୋଟା ମୋଟା ବାଇକ୍ ଗୋଟେ ନେଇକି ବୁଲୁଥିବେ ଷ୍ଟାଇଲ ମାରିକି। ଝିଅ ପିଲା ଦେଖୁଥିବେ ଏତେ ଭୟଙ୍କର ବାଇକ୍ ଚଳାଉଛି, ମାନେ କେଡେ ଭୟଙ୍କର ଚାକିରି କରୁଥିବେ, କିଛି ନାହିଁ ପାକୁଡି ଦୋକାନ ଚଳାଉଛି। ଢଙ୍ଗ ବେଶୀ, ଦେଖାଣି ବେଶୀ ଏମାନଙ୍କର। स्टफ किच नहीं, अंदर कुछ भी नहीं है, खाली डब्बा है माने। से डब्बा बाहर खाली कलर बेसी मारी बाटे बेसी, टी शर्ट पिंधिबा को और एक्सरसाइज बॉडी कर दे कि एमती टिक खाली झियो मान को इंप्रेस करिबार काम छड़ा लाइफ रे सेटल हेबाटा नथिबो ए पिला मान को टुका मान को। बुझिले कि आपण माने? तेणु कर काली कहउथिले कि विवाहर संबंध विषय आपण खाली आउट अपियरेंस को जाऊंतु नहीं। डोंट लुक गो फॉर व्हाट हैंडसम बॉय, वारे की ड्रेस पिंदी कॉस्टली, तांकर बापा को मरेकी खटेकी किଣିଥିବ କାହାକୁ ଜଣ, ମତେ ସେ ଜିନ୍ସ ପ୍ୟାଣ୍ଟ ଦରକାର, ଦେବୁ ନା ମରିଯିବି ବୋଲି ଡରାଉଥିବ ମା ବାପା ମାନଙ୍କୁ, ମତେ ଅମକୁ ଫୋନ ହିଁ ଦରକାର, ମତେ ସେ ବଡ ବାଇକ୍ ହିଁ ଦରକାର। କୋଉଠୁ ଆଣିବେ ରେ? ପାଠ ପଢିଥାନ୍ତୁ, ଚାକିରି ନିଜେ କରିକି ନିଜେ ଆଣିଥାନ୍ତୁ ନା। ବୋଲି ନା ନା ତୁ ଆଣିବ ନା ନାଇଁ ବୋଲି ମା ବାପା ମାନଙ୍କୁ ବେକ ଚିପି ଦେଇକି ମାନେ ବାଇକ୍ କିଣନ୍ତି ଏମିତି ପିଲାମାନେ, ଯୋଉମାନେ ପାଠ ପଢି ଜାଣନ୍ତି ନାହିଁ। हाँ ଆପଣଙ୍କର ବେକ ଚିପିକି ପଇସା ବାହାର କରିକି ବାଇକ୍ କିଣନ୍ତି, ମୋବାଇଲ କିଣନ୍ତି, ଏକ୍ସରସାଇଜ କରିକି ଆଣନ୍ତି। ଆରେ କାହିଁକି ରେ ସେ ଜିମ୍ ରେ ମାସକୁ କେତେ 4,000 5,000 ଟଙ୍କାରେ କାହିଁକି ରେ ଖର୍ଚ୍ଚ କରୁଛୁ ରେ? ସେଠି 5,000 ମାସକୁ 4,000 ବାନ୍ଧିବା ଅପେକ୍ଷା ତୋର ତୋର ଟ୍ୟୁସନ ପାଇଁ ବାନ୍ଧିଲେ ଭଲ ହେଇଥାନ୍ତା ନା। ନା ମୁଁ ଯିବି ବଡି ଗୋଟେ କରିବି, ଗୋଟେ ଝିଅ ମତେ ଲାଇନ ମାରୁଛି, ତାର ପାଇଁ ବଡି ଗୋଟେ କରି, ଏଇଟା ହିଁ ମୋର ମୁଣ୍ଡ ଖାଲି ପିଲାମାନଙ୍କର। ଭଲ ପାଠ ପଢ, ଲାଇଫରେ ସେଟଲ ହୁଅ, ସେତେବେଳେ ଭଲ ସମ୍ବନ୍ଧ ମିଳିବ ବିବାହ ହେବାକୁ। ବଡି ଦେଖାଇକି, ହେୟାର ଷ୍ଟାଇଲ ଦେଖାଇକି, ତୋର ଦାଢି ଦେଖାଇକି, ତୋର ବାଇସେପ ଦେଖାଇକି କିଛି ଆକର୍ଷଣ କରି ଲାଭ କିଛି ନାହିଁ। ଆଉ ଝିଅ ପିଲାମାନେ ବି ସେଇ କଥା କହୁଛି। ହଁ, ପ୍ରଭୁଙ୍କ ଦାସ ହିସାବରେ, ଗୋଟେ ବାପା ହିସାବରେ, ବଡ ଭାଇ ହିସାବରେ ବୁଝାଉଛି ଶୁଣ। ବେଶୀ थ्रेडिंग କରିବାଟା, ବେଶୀ ଆଖି କରିବାଟା, ବେଶୀ फेस पैक ଲଗାଇବାଟା, फेशियल କରାଇବାଟା, ବେଶୀ ନାକ କାହାକୁ ଆକର୍ଷଣ କରିବା ପାଇଁ ସବୁ, किसके लिए क्यों? ଆମେ ଯଦି ଆତ୍ମିକ ଅଟୁ, ଆମର ଲକ୍ଷ୍ୟ ଏହା କି କେବଳ ପ୍ରଭୁ ଆମକୁ ଦେଖି ଆକର୍ଷିତ ହୁଅନ୍ତୁ, ଆଉ ପ୍ରଭୁଙ୍କ ଲୋକମାନେ ହିଁ ଆମକୁ ଦେଖି ଆକର୍ଷିତ ହୁଅନ୍ତୁ। ସାଂସାରିକ ଲୋକମାନେ ବାହାର ଫିଗର ଦେଖି ଆକର୍ଷିତ ହେବେ, आत्मिक लोक माने आत्मिकता देखी आकर्षित हेबे। क्या चाहिए आपको? दी प्रकार माइंड सेट कि नहीं लोक मानकर। के जन कौन देखिबे, चर्च रे गोटे झियो आसीछि, हैं तो आपण पुअर संबंध देखि, संबंध पाई, विवाह संबंध पाई देखुतेबा माँ बापा मान देखिबे गोटे झियो को, हैं केते सुंदर अछि नहीं कि, बाल देखो केते सिल्की अछि, हैं तार स्माइल देख केंती अछि, ए पछरे केते लोक थिबे। आ के जण एते सुंदर बाइबल पढुछि, देखो एते सुंदर गाउछि, रे झियो प्रार्थना कला, से प्रार्थना कला केते माने टच लागिला प्रभुंकर। एटा देखिबा लोक थिबे, कोटा पय आपण मान रेडी होचंदी को तो आपणको जीवन रो रे कोटा अधिक हाइलाइट हेउ बोली आशा करछंती। बी स्पिरिचुअली अट्रैक्टेड,
स्पिरिचुअली अट्रैक्टेड, स्पिरिचुअली थिले स्पिरिचुअल लोक माने भी हमको हमको देखि आकर्षित हेबे। एवं अधिक विषय हला लोक मान को आकर्षण करिबाटा नै जे प्रभु गॉड विल बी सो मच बी इम्प्रेस्ड एंड अट्रैक्टेड। हमर आत्मिकता, हमर सुंदरता प्रभु इम्प्रेस होंतु, बस एतिकी डिसीजन नियंतु परा। प्रभु आकर्षित हेले जीवन धन्य कर देबे, लोक मान आकर्षित हेले जीवन बर्बाद कर देबे, यूज करके छाड़ी देबे। कौन भावुचंदी आज्ञा 40 वर्ष बयस आसला मोरे से सुंदरता नथिबो जानि नांती बोधे आपण माने। कलर लगाई लगाई थिबार अछि, थिबाको पड़िबो बाळ को, लोक मान को खाली देखाणी पाए। कौन पाए? जो सुंदरता 4-5 साल के बाद खराब होने वाली है, उस सुंदरता को देखकर जिसने मैरिज किया वो 4 से 5 साल के बाद दूसरे लड़के के पीछे भागते हैं। पता है आपको? एथिपाई लोक माने खराब हो जाती। सौंदर्य पछरे जाओ नहीं, स्पिरिचुअलिटी। तो रहिला कथा कौन माने पुनरुत्थान। We have to try to be the best for God. परमेश्वर को दृष्टि रे आकर्षित हेबा पई आम्भे माने बेस्ट हेबा पई ट्राई करबार छी। लोक मान पई कोन एमिति जो दुनिया रो लोक माने हम दुनिया रो हमर 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 पो झियो माने जिमिति के जण स्पिरिचुअल थिबे, के जण फालतू टाइप थिबे। ए वर्ड यूज करछि बोली खराब भावंत ने, मते ओडिया रो भिन्न भिन्न कोन कहबे साहित्यिक पद जणा नै, सेति पे से फालतू वर्ड यूज करछि। आपण खराब भावंत नै, काहा को मैं किछि पर्सनली कहू नै। ओके, ठीक मते ठीक वर्ड मिलू नै। यूजलेस बोली आओ कौन फालतू, व्हाट डज इट मीन बाय फालतू? यूजलेस क्या कर? इतना सुंदर बाल कौन करिवो? 4-5 वर्ष पळे दिटा छुआ जन्म हेला बाल झड़ी जीवो, कौन करिवो? व्हाट कैन यू डू? जिमती पोल्यूशन अछि, हां जिमती पानी यूज करछु, जिमती साबुन यूज करछु, स्किन रहिबो नै, ए सिल्कीटा रहिबो नै, ए नाजुक स्किन रहिबो नै। बुझले कि बाल झड़ते होथिबो आ यूट्यूब रे देखिबा पड़बो बाल न झड़िया पई कोटा कोटा घोसीबार, कोटा कोटा पाउडर करिबार, कोटा कोटा लगाई 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 थिबाटा बाल पूरा झड़ी जाउछि। मां भौणी मानकर देखुछि मु एते व्यस्त, बाप रे डर डर लागे, दुख भी लागे के जण को देखि कि बाल झड़ी जाउछि, एते व्यस्त। स्किन टा पूरा ये बुढ़ा हला परे हे जाउछि, एते व्यस्त। को क्रीम लगेले सॉफ्ट सॉफ्ट थिबो, से सेही एड्स देखुथिबे के जण ना टीवी रे ना सीरियल सिनेमा देखिबे ने, एड्स बेसी देखुथिबे। एड्स आकर्षण के जण को पई ए क्रीम बोलथिबो, तापरे आउ गोटे क्रीम होथिबो, ए क्रीम देबथिबो, ए साबुन बोलथिबो, से साबुन बोलथिबो, ये शैम्पू रो एड आसीबो, से शैम्पू रो एड आसीबो, सब शैम्पू लगे के थिबा बाल सब लंडा मुंडा सब काहे कि सब ट्राई करि पकौछंती। मु कहिबी कांदी कांदी प्रार्थना करिबा मां झियो मान को देखो बहुत सुंदर थिबे, विदाउट एनी मेकअप। हां स्पिरिचुअल ब्यूटी रो कॉन्टेस्ट जदि रखिबे आज्ञा, और विश्व सुंदरी माने काम देबे नै। कौन विश्व सुंदरी मेकअप लगाई करे 5-6 घंटा थिबे से ब्यूटी पार्लर रे गोटे गोटे कॉन्टेस्ट जीतिबा को। व्हाट्स द यूज? बी नेचुरल यार, बी नेचुरल रहो, स्पिरिचुअल रहो। हैं आपका स्पिरिचुअलिटी देखिकी समस्त बाइबल बाइबल आपण माने जानिबा पद रे आपण माने देखि पारबे। सेटा कोठी हितोपदेश 31-30 जानि छंती दीटा पार्टी सेठी पढि दियो बाबू। गुणवती स्त्री किए पाई पारे, मुक्ता ठारू ही ताहार मूल्य अछि। बाबू 31-30 बोलली। लावण्य प्रवंचना जनक और सौंदर्य असार, मात्र जो स्त्री सदाप्रभु को भय करे से प्रशंसिता हेब।
ପ୍ରେଜ୍ ଦ ଲର୍ଡ। ଏବେ ଏ ଲାବଣ୍ୟ, ଏ ସୌନ୍ଦର୍ଯ୍ୟ କଣ ପାଇଁ ଏଟା? କଣ ପାଇଁ? ଦେଖିକି ମତେ ଦେଖିକି ଇମ୍ପ୍ରେସ ହୁଅନ୍ତୁ, ପ୍ରଶଂସା କରନ୍ତୁ, ଆଡମାୟାର କରନ୍ତୁ, ପ୍ରେଜ କରନ୍ତୁ। Andre, ହ୍ୟାଲୋ ସେ ହ୍ୟାଲୋ ମାଇନୁ ତ ହ୍ୟାଲୋ 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 ହ୍ୟାଲୋ। ନାଇଁ ଦିଟା ପାର୍ଟି, କେତେ ଜଣ ମୁଁ କହିଲି ନାଇଁ କି କେତେଟା ଝିଅ ମାନଙ୍କୁ ସୁନ୍ଦରତା ଦେଖିକି ପ୍ରେଜ କରିବାକୁ ହୁଏ, କେତେଟା ଝିଅ ମାନଙ୍କୁ ସ୍ପିରିଚୁଆଲିଟି ଦେଖିକି ପ୍ରେଜ କରିବାକୁ ହୁଏ। ଏଠି ପ୍ରଭୁ ଏଠି କଣ ଲେଖା ହେଇଛି? ଲାବଣ୍ୟ ପ୍ରବଞ୍ଚନା ଜନକ ସୌନ୍ଦର୍ଯ୍ୟ ଅସାର, ମାତ୍ର ଯେଉଁ ସ୍ତ୍ରୀ ସଦା ପ୍ରଭୁଙ୍କୁ ଭୟ କରେ ସେ କଣ ପାଇବ? Wow, she will be praised, admired, genuinely. ଆତ୍ମିକ ହୁଅନ୍ତୁ, ସମସ୍ତେ ଆକର୍ଷିତ ହେବେ। ଗୋଟେ କଥା କହିବେ ସିରିୟସଲି, କେବେ କ୍ୟାଥଲିକ ନନ୍ସ ମାନଙ୍କୁ ଦେଖିଲେ କି ଏତେ ସୁନ୍ଦର ଥିବେ? ମୋର ହିସାବରେ ସେମାନଙ୍କର ଟ୍ରେନିଂ ସେସନରେ I think they are not allowed to see the mirror also. ଦର୍ପଣ ବି ଦେଖିବାକୁ ପରମିଶନ ନାହିଁ ସେମାନଙ୍କୁ। ସେମାନେ ନିଜେ ଜାଣି ନାହାନ୍ତି କି ସେମାନେ କେତେ ସୁନ୍ଦର ଅଛନ୍ତି। Wow. Why? Because of dedication, because of spirituality, because of prayer life. ଅବଶ୍ୟ ଆମେ ଜାଣୁ ସେମାନେ ମରିୟମକୁ ବେଶୀ ପ୍ରେୟର କରନ୍ତି, କିନ୍ତୁ ସେମାନଙ୍କର ପ୍ରେୟର ଲାଇଫ କେବେ ଦେଖିଲେ କି ଆପଣ ମାନେ? ଆଣ୍ଠୁରେ ଠିଆ ହେଇକି ସେମାନେ ଜପମାଳା ଧରିକି ସେମିତି ପ୍ରେୟର କରନ୍ତି, ଆୱାର୍ସ ଟୁଗେଦର। ବାଇବେଲ କହେ ଆପଣ ମାନେ ଘଣ୍ଟା ଘଣ୍ଟା ଯଦି ପ୍ରଭୁଙ୍କର ମୁଖ ଦର୍ଶନ କରି କରି ପ୍ରେୟର କରି 4 ଘଣ୍ଟା ଆଖି ବନ୍ଦ କରିକି 4 ଘଣ୍ଟା ପରେ ଆଖି ଖୋଲିକି ଉଠନ୍ତୁ ଆଜ୍ଞା, ଆପଣ ଜାଣିପାରିବେନି ଚେହେରାରେ ଗୋଟେ ଗ୍ଲୋ ଆସିବ। ସମସ୍ତେ ପଚାରିବେ କଣ ଲଗାଇଲ, କଣ ଏତେ ସାଇନ୍ ହଉଛି ଚେହେରା। And you know the secret, not powder and cream, only the presence of God. ଦେଖ ପରା ଆଜ୍ଞା, ସୁନ୍ଦର ଥିବେ, କିଛି ଲଗାନ୍ତି ନାହିଁ। ପବିତ୍ର ଲୋକମାନେ ସୁନ୍ଦର ଥିବେ, ସ୍ପିରିଚୁଆଲ ଲୋକମାନେ ସୁନ୍ଦର ଥିବେ। ପ୍ରେଜ ଦ ଲର୍ଡ। ଏସବୁ କହିବାର ରିଜନ କିଛି ନଥିଲା ଯେ ପଏଣ୍ଟ କଣ ମାନେ ଜୀବନରେ ଆମ୍ବିସନ ଥିଲେ, ଲକ୍ଷ୍ୟ ଥିଲେ, ସେଇ ପିଲାମାନଙ୍କର କଥା କହୁଛି, ଯୁବା ପିଲାମାନଙ୍କ ଲକ୍ଷ୍ୟ ଥିଲେ ଫାଲତୁ ରାସ୍ତାରେ ଯିବେ ନାହିଁ, ଭଲ ପାଠ ପଢିବେ, ଜେଣ୍ଟଲ ହେଇକି ଥିବେ। ପାଠ ପଢିବା ପିଲାମାନେ ଷ୍ଟଡି ମାଇଣ୍ଡେଡ ଥିବେ। କେତେ ଜଣ ଜାଣିଛନ୍ତି ବୁକ୍ ୱର୍ମ ବୋଲି ନାମ ଅଛି, ବୁକ୍ ୱର୍ମ, ବହି ମାନଙ୍କୁ ପୋକ ଧରିବ ଜାଣିଛନ୍ତି? ବେଶୀ ପାଠ 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 ପଢିବା ପିଲାମାନଙ୍କୁ ବି ସେ ନାମ ଦେଇଛି, ହି ଇଜ ଏ ବୁକ୍ ୱର୍ମ। ମାନେ ଖାଲି ବହି ଭିତରେ ଥିବ ସେ। Gentlemen ସେମାନେ ଆଜ୍ଞା, they are the gentlemen in the society. Who are gentlemen? 2 ଲକ୍ଷ +2 ପାସ୍ ହେଇନାହିଁ କିନ୍ତୁ 1.5 ଲକ୍ଷର ଟଙ୍କାର ବାଇକ୍ ଧରିକି ଯେ ବଡି ବନେଇକି ଝିଅ ମାନଙ୍କୁ ଇମ୍ପ୍ରେସ କରୁଛି, ସେ କି ଜେଣ୍ଟଲମ୍ୟାନ ବୋଲିବେ କି? ରାସ୍ତାରେ ଯାଉଛି ସ୍ପିଡ କରିକି, ମାନେ ରାସ୍ତାରେ ଥିବା ସମସ୍ତେ ଭାବୁଥିବ ସମସ୍ତ ଝିଅ ମାନେ ମତେ ଦେଖିକିନା ଫ୍ଲାଟ ହେଇଯାଉଛନ୍ତି ବୋଲି ଭାବୁଥିବ, ତାର ମାଇଣ୍ଡ ସେଟ ସେଟା। ସେ କି ଜେଣ୍ଟଲମ୍ୟାନ? ଭଲ ପାଠ ପଢିକି ଭଲ ଜବ କରିକି ଯେ ସେଟଲ ହେଉଛନ୍ତି, ଦେ ଆର୍ କଲ୍ଡ ଜେଣ୍ଟଲମ୍ୟାନ। highly qualified, dignified, high standard, कौन कौन वर्ड्स ଅଛି ସେମାନଙ୍କ? they are called ladies and gentlemen. ଫରେନ୍ ରେ ए मिस्टर बोल ଡାକନ୍ତି ନି ପରସ୍ପରକୁ, excuse me gentlemen बोल ଡାକନ୍ତି, excuse me gentlemen, because they are gentlemen. ଆମେ ପାଠ ନା ସାଠ ନା କିଛି,
खाली सिनेमा स्टाइल मारिबाटा छड़ा किछ नहीं। कुछ जिंदगी में कामयाब होकर मारो स्टाइल, कौन मना किया? कुछ कामयाब हो, खाली हमको देखी कि केते सुंदर ड्रेस पिंदी छी एटा नहीं, तो भलो काम करछि से भाई, वाओ, एमितेटा टिके प्रेज पांतु, भलो पाठ पढ़छि, भलो जॉब करछि, से देखो तार माँ बापा को किछ कांदिबा को देउनी, के सुंदर देखुछि, वाओ, जॉब करके निजे निजे घर बनाइला एते सन होइसर, वाओ, हाउ रेस्पॉन्सिबल पर्सन इज दिस, हां, निजे गाड़ी किनला, वाओ, एमितेटा टिके प्रशंसा पांतु सोसाइटी रे। केते हेल बालक ड्रेस मोबाइल फोन देखाणी करिवे परिबा कितना दिन तक? एटा भी माँ बापांकर पैसा रे, सासु ससुर मानकर पैसा रे केते स्टाइल मारिबो कोन, निजर कमाई के देखाइबार ना हो। तो समाज रे सब कहबार रीजन कोन, माने समाज रे किए जेंटलमैन, दोस हु आर रिस्पांसिबल, एम्बिशियस। ओके, एम्बिशन माने कोन? जीवन रे गोटे लक्ष्य रखिबाडा, गोल रखिबाडा। अवश्य संसार रे एते एम्बिशियस है कि एते जेंटलमैन है कि भी से मन मरले तो नरक ही जीवे, जे एग्जांपल दिखाउची ख्रीष्टीय समाज रे भी एई स्तर अछि। स्टाइल मारिबा लोक बेसी, आत्मिक लोक कम। तो प्रेरित पाउलंकर गोटे साक्ष्य देखो बाइबल रे, फिलिपियो 3 अध्याय। आज सारी भाई पुनरुद्धान रो स्टडी, एंड काली ठू सहस्र वर्ष शासन कोन कोन पई किंती थिबो, कोन थिबो काली के जणाइबे। राइट, फिलिपियंस चैप्टर 3 10 पदर टिके पढ़िबा बाबू। जेपरी मु ताहांकु ताहांको पुनरुत्थानर शक्ति ओ ताहांको मृत्यु भोगरे ताहांको तुल्य होई ताहांको दुख भोगर सहभागिता ज्ञात हुए एवं कौनसी प्रकारे मृतମାନଙ୍କ ମଧ୍ୟରୁ पुनरुत्थान प्राप्त होई पारे। ମୁଁ ଯେ ଏବେ ସେହି ସମସ୍ତ ପ୍ରାପ୍ତ ହୋଇଅଛି ଅବା ସିଦ୍ଧି ଲାଭ କରିଅଛି ତାହା ନୁହେଁ, କିନ୍ତୁ ମୁଁ ଖ୍ରୀଷ୍ଟ ଯୀଶୁଙ୍କ ଦ୍ୱାରା ଧୃତ ହୋଇଥିବାରୁ ତାହା ଧରିବା ପାଇଁ ଦୌଡୁଅଛି। बस 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 बस, कौन प्रेरित पाउलंकर एम्बिशन, लक्ष्य कौन? पुणी 11 पदरे, कौनसी प्रकारे मृत मानक मध्यरु पुनरुत्थान जेपरि प्राप्त होई पारिबी, that I may be the partaker of the resurrection। एथिपाई मु दौड़ू अछि, मु प्राणपण करू अछि। I am trying, I am struggling, I am laboring, I am running like something, what for? To get what? दौड़ भूमि रे एथलीट्स माने स्पोर्ट्स रे दौड़ती, कोटा पाए दौड़ती, फर्स्ट प्राइज। एवरीबॉडी हैज एन एम्बिशन टू रिसीव द फर्स्ट प्राइज। सेकंड प्राइज पाइबा पे दौड़बी कि नाई ना, दुर्भाग्य बस तो सेकंड आसी जानती, दुर्भाग्य बस तो थर्ड आसी जानती, कि समस्त माइंड सेट कौन, फर्स्ट हेबी बोली ही लोक माने धांती। तो प्रेरित पाउलो कहउछंती मु मध्य दौड़ू अछि, मु मध्य दौड़ू अछि, कौन पाए दौड़ू अछि बोले 12 पदरे लिखिले, कौन पाए दौड़ू अछि 11 पदरे लिखिले, मु जे पुनरुत्थान प्राप्त हेबी। जनरली तो समस्त तो पुनरुत्थान हेबे, जे एते टेंशन कौन पाए आंको? साधारण पुनरुत्थान नुहे। प्रेरित पौलो जेउ पुनरुत्थान रो कथा कहउछंती, सेटा की पुनरुत्थान जानछंती? उत्कृष्टतर पुनरुत्थान बोली कहंती। एब्रियो 11:35 पढ़ो बाबू, एब्री 11:35। ସ୍ତ୍ରୀ ଲୋକମାନେ ଆପଣା ଆପଣା ମୃତ ମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ
ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହା ଯନ୍ତ୍ରଣା ଭୋଗ କଲେ। बस 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 वाओ ए 11:35 एवरी आपण माने बुझिले आपण माने धन्य एक्चुअली खाली आपण माने नहीं सके जेते फास्ट रो प्रचारक अछंती समस्त ख्रीष्टीय समाज को मध्य मु चैलेंज करूछि ए 11:35 बुझी पारिले एवरी 11:35 about the better resurrection, the best resurrection, the best format of resurrection, the high standard of resurrection, the topmost format of glory of resurrection. एटा यीशु ख्रीष्टंकर आ मंडलीर गौरवर स्तर ए स्तर रो गौरव किए पाइबो जे उत्कृष्टतर पुनरुत्थान रे अंशी हेइछंती से माने प्रेरित पौल कहउछंती जहां भी हेउ जहां भी हो 10:3-10 फिलिप मु पढ़छु देखो जेपरि मु ताहांको पुनरुत्थानर शक्ति ओ ताहांको मृत्यु भोगरे ताहांको तुल्य होई ताहांको दुख भोगर सहभागिता ज्ञात हुए एवं कौनसी प्रकारे मृत मानक मध्यरु पुनरुत्थान प्राप्त होई पारे कौनसी प्रकार बोली कहिबारो रीजन कौन इंग्लिश रे कौन if by any means I might attain unto the resurrection of the dead मतलब क्या है by any means मतलब क्या है at any cost जिते खर्च हुआ गया जहां छाड़ीबा को पड़ले भी छाड़ी देबी जहां को छाड़ीबा को पड़ले भी छाड़ी देबी जो बुद्धिटा छाड़ीबा को पड़ले भी छाड़ी देबी जो गुण छाड़ीबा को पड़ले भी छाड़ी देबी जेते माड़ खाइबा कहले भी खाई देबी कोन पाई भाई बोल कहलरु सेही उत्कृष्टतर पुनरुत्थान मते भी दरकार बोलछंती सो attaining the best resurrection is not a drinking water ग्लास रे पानी पीबा इतने सहज नहीं पानी पीने के जैसा इतना आसान नहीं है उसके लिए सैक्रिफाइस करना पड़ता है सेटे पई कहउछंती यीशु ख्रीष्टंकर पुनरुत्थान को स्तर बोली हमें सुनिलु टॉप मोस्ट केमिति पाइले से पुनरुत्थान देखो देखो मो पट देखो सबु मरुछंती बेले बेले मरिबा लोक भी उठिबाटा में देखिछु और थर मरिछंती अवश्य थोड़े प्रश्न पचारथिली लाजर भी मरिकी उठिले से जायरस रो कन्या भी मरिकी उठिला से विधवार पुओ मरिकी उठिला बाइबल रे आज भी अनेक गुडाय लोक माने मरिकी उठुछंती सेमानंकर पुनरुत्थान आ यीशु ख्रीष्टंकर पुनरुत्थान रे फरक कोन बोली पचारले आपण माने कोन उत्तर देले शिशुंकर आत्मा पवित्र थिला सुनो 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 से माने उठिले किंतु से माने औरी मरी गले यीशु ख्रीष्ट औरी मरी नहंती से माने उठिले आउरी ए ड्रेस पिंदिबा को पड़ला से माने यीशु ख्रीष्ट उठिले किंतु तांको जेउ कपड़ा रे मोड़ी की रखा गला से कपड़ा से तो बाहर लेके से लाजर परी नहीं तांकर किंतु गोटे कपड़ा थिला ही थिला he was naturally I mean spiritually dressed he didn't need any worldly dress उड़ाइबाकू अक्षय शरीर ड्रेस से तो मिले प्रेज द लॉर्ड महाभारत केबे पढ़ले कि नहीं कर्ण पुणी कवच सहित जन्म होइतिला पुणी कर्ण कर्ण प्रेज द लॉर्ड अक्षय शरीर ड्रेस सहित थिवो मु बेले बेले रागी जाए गोटा पे माने ये जो हॉलीवुड पिक्चर मान जो दी बाइबल काढी छंती एडम एंड ईव काढी छंती
এই Adam and Eve ମୁଭିରେ ଦି ବାଇବେଲ ମୁଭିରେ ସେମାନେ ଦେଖାଇଲେ କି ଆଦମ ହବା ଏଦେନ ଉଦ୍ୟାନରେ ଉଲ୍ଲଙ୍ଗ ଥିଲେ, ନେକେଡ ଥିଲେ। କୋଟାକୁ ସେମାନେ ବେଶ କଲେ? କାରଣ ଆଦି ପୁସ୍ତକରେ ସେହି 2 ଲାଷ୍ଟରେ ଲେଖାଯାଏ କି ସେମାନେ ଲଜ୍ଜା ଜାଣିନଥିଲେ। ଏଇ ଗୋଟେ କଥା, ମାନେ ଡ୍ରେସ ନଥିଲା କିନ୍ତୁ ଲାଜ ଲାଗୁନଥିଲା ବୁଲିଲା ପରେ ନେଇକି ଗଲେ। ନା 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 ନା, ବାଇବଲ କହେ ଅକ୍ଷୟ ଶରୀର will be intact with a dress, spiritual dress ସହିତ ଥିବ। we will not be seen like naked। କାଇଁ ପଢ ଫିଲିପରେ ହାତ ଦେଇକି ଦ୍ୱିତୀୟ କରିନ୍ଥିୟ 5 ଅଧ୍ୟାୟ। ପ୍ରାର୍ଥନା କର ମୋର ମେମୋରି ମୋର ନ ଯାଉ, ଟିକେ ସବୁ ଭୁଲି ଯାଉଛି ଆଜିକାଲି, ମନେ ପଡୁନାହିଁ। 5 ଅଧ୍ୟାୟ 2 ପଦରେ ଅଛି ବୋଧେ, ଓଡିଆରେ ଦେଖିବା ତ। ଯେଣୁ ଆମ୍ଭେମାନେ ତ ଆମ୍ଭମାନଙ୍କ ସ୍ୱର୍ଗୀୟ ଗୃହରୂପ ବସ୍ତ୍ରରେ ପରିହିତ ହେବାକୁ ଏକାନ୍ତ ଇଚ୍ଛା କରି ଏହି ଗୃହରେ ଥାଉ ଥାଉ ଆର୍ତ୍ତନାଦ କରୁଅଛୁ। ଏହି ପରିହିତ ହେଲେ ଆମ୍ଭେମାନେ ଉଲଙ୍ଗ ଦେଖାଯିବା ନାହିଁ। ପ୍ରାଇଜ ଦ ଲର୍ଡ। ବାସ୍ 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 ବାସ୍। ଏଠି ସ୍ୱର୍ଗୀୟ ବସ୍ତ୍ର ମିନ୍ସ ସ୍ୱର୍ଗୀୟ ଶରୀର। ତାହା ପିନ୍ଧିଲେ କେମିତି ଦେଖାଯିବ? ପୁଣି ଉଲ୍ଲଙ୍ଗ ଦେଖାଯିବୁ ନାହିଁ। when we will receive the heavenly garment or the spiritual body, it garment মানে spiritual body, we will never be looked as naked। এটা সুন্দর, মানে বলিউড হলিউড বালা ବାଇବେଲ ପଢି ଜାଣୁନାହାନ୍ତି, ସିନେମା କାଢି ପକଉଥିବେ। ଆଦମ ହବାକୁ ଉଲ୍ଲଙ୍ଗ ଦେଖାଇ ପକାଇଲେ। ଦେଖ, ଲାଜ ନାହିଁ ସେମାନଙ୍କୁ ବିଲକୁଲ। shameless people। ଆରେ they were dressed in heavenly dress। ସେଟା ଉଲ୍ଲଙ୍ଗ ଦେଖାଇକି ବୁଲାଉଛନ୍ତି ଏଦେନ ଉଦ୍ୟାନରେ। ସେମାନେ ଲଜ୍ଜା ଜାଣିନଥିଲେ। ସେମାନେ ନାହିଁ, ଏମାନେ ଜାଣିନାହାନ୍ତି ଲାଜ ମାନେ କଣ। ସୋ ଯୀଶୁ ଖ୍ରୀଷ୍ଟଙ୍କର ବଡିର ଆଉ ଅନ୍ୟ ମାନଙ୍କର ପୁନରୁଦ୍ଧାନ ଫରକ କଥା କହୁଛି ମୁଁ। ଯୀଶୁ ଖ୍ରୀଷ୍ଟ ଯେଉଁ ଏମିତି ଅକ୍ଷୟ ଶରୀର ପାଇଲେ, ଆହୁରି କେବେ ନ ମରିବା ଭଳି ଗୋଟେ ପୁନରୁତ୍ଥାନ ପାଇଲେ, ସ୍ୱର୍ଗରେ ଆରୋହଣ ହେବାର କ୍ୟାପାସିଟିର ସମର୍ଥତାର ପୁନରୁତ୍ଥାନ ପାଇଲେ, ତେଜବନ୍ତ ହେବାର ପୁନରୁତ୍ଥାନ ପାଇଲେ। ଏସବୁ ପୁନରୁଦ୍ଧାନ ସ୍ପେଶାଲ କି ନାହିଁ? ଟପ୍ ପୁନରୁଦ୍ଧାନ, ଏଟା ଟପ୍ ଗ୍ଲୋରି। ଏଟା କେମିତି ପାଇଲେ? ଏଟା ହେଲା କ୍ୱେଶ୍ଚନ। ସହଜରେ ପାଇଦେଲେ କି? ଆପଣା ଶରୀରର କାମନାକୁ ଜୟ କରିବାକୁ ପଡିଲା, ସଂସାରର ଅଭିଳାଷକୁ ଜୟ କରିବାକୁ ପଡିଲା, ସତ୍ୟତା ପାଇଁ, ପବିତ୍ରତା ପାଇଁ, ଧାର୍ମିକତା ପାଇଁ ତାଡ଼ିତ ହେବାକୁ ପଡିଲା, ଚୂର୍ଣ୍ଣ ହେବାକୁ ପଡିଲା, କ୍ଷତ ବିକ୍ଷତ ହେବାକୁ ପଡିଲା, କୃଷାର୍ପିତ ହେବାକୁ ପଡିଲା, ପ୍ରାଣ ତ୍ୟାଗ କରିବାକୁ ପଡିଲା। then comes the glorious resurrection। ଏବେ ପାଉଲ କହୁଛନ୍ତି ମୋତେ ବି ଦରକାର ଆଜ୍ଞା ଏମିତି ପୁନରୁତ୍ଥାନ। କେମିତି ପାଇବା? ତାଙ୍କର ଦୁଃଖ ଭୋଗରେ ସହଭାଗୀ ହେଲେ ପାଇବ। ଫିଲିପିଓ 3:10 ପଢ ବାବୁ। ଯେପରି ମୁଁ ତାହାଙ୍କୁ ତାହାଙ୍କ ପୁନରୁତ୍ଥାନର ଶକ୍ତି ଓ ତାହାଙ୍କ ମୃତ୍ୟୁ ଭୋଗରେ ତାହାଙ୍କ ତୁଲ୍ୟ ହୋଇ ତାହାଙ୍କ ଦୁଃଖ ଭୋଗର ସହଭାଗିତା ଜ୍ଞାତ ହୁଏ ଏବଂ କୌଣସି ପ୍ରକାରେ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥାନ ପ୍ରାପ୍ତ ହୋଇପାରେ। ପ୍ରେଜ ଦ ଲର୍ଡ। କଣ ଯୀଶୁ ଖ୍ରୀଷ୍ଟଙ୍କର ସେମ୍ ପୁନରୁତ୍ଥାନର ଅଂଶୀ ହେବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଅଂଶୀ ହେବାକୁ ପଡିବ। ସେମ୍ ଯୀଶୁ ଖ୍ରୀଷ୍ଟଙ୍କର ମୃତ୍ୟୁର ଅଂଶୀ ହେବାକୁ ହେଲେ ଯୀଶୁ ଖ୍ରୀଷ୍ଟଙ୍କର ଦୁଃଖ ଭୋଗର ଅଂଶୀ ହେବାକୁ ପଡିବ। ସହଭାଗୀ, ଅଂଶୀ ମାନେ କଣ? if you want to be equal in the resurrection of Jesus, you have to be equal in the death, and if you have to be equal in the death of the Lord, you have to be equal in the sufferings of Jesus। ସେହି କ୍ରୁଶର
ନିନ୍ଦା ଅପମାନ ତାଡ଼ନା ସହିବାକୁ ପଡିବ ଆଜ୍ଞା। କୋଟା ପାଇଁ? ସତ୍ୟତା ପାଇଁ, ପବିତ୍ରତା ପାଇଁ, ଧାର୍ମିକତା ପାଇଁ। ପାଉଲଙ୍କର ନିଷ୍ପତ୍ତି ଏଟା। କାହିଁକି ପାଉଲ ଭାଇ ଭଲରେ ସେବା କଲେ ହେବ ନାଇଁ କି? ଆରାମ ସେ ଖୁସିରେ ଆରାମରେ 4-5ଟା ଗାଡି ଫାଡି କିଣିକି ତମେ ଟିକେ ମିନିଷ୍ଟ୍ରି କଲେ ହେବ କି? ନାଇଁ ଭାଇ ନା ମତେ 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 ନା ଟିକେ ମୋର 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 ଆମ୍ବିସନ ଅଲଗା, ମୋର ଲକ୍ଷ୍ୟ ଅଲଗା। କଣ ତମର ଲକ୍ଷ୍ୟ? ସ୍ୱର୍ଗରେ ତ ଯିବ, ସ୍ୱର୍ଗରେ ଯିବ, ମୁକୁଟ ଫୁକୁଟ ମିଳିବ ଯେ। ନା ନା ନା, ଯୀଶୁ ଖ୍ରୀଷ୍ଟଙ୍କର ଗୌରବରେ ସଂଯୁକ୍ତ ହେବାର ଅଛି। କାରଣ ସ୍ୱର୍ଗ ଗଲା ପରେ ଯୀଶୁ ଖ୍ରୀଷ୍ଟ କ ଦୂରରେ ଥିବେ, ମୁଁ ଇଆଡେ ଦୂରରେ ଥିବି, ହେବ କି? ଯୀଶୁ ଖ୍ରୀଷ୍ଟ ଯୋଉଠି ଅଛନ୍ତି ମୁଁ ବି ସେଇଠି ଥିବାର ଅଛି। ଦିନକର ଆଜ୍ଞାଙ୍କର ମିଟିଂ ରେ ହଉ କି ବେନିହିନର ମିଟିଂ ରେ ହଉ, ସେତେ ବଡ ସଭାରେ ଆପଣ ମାନେ କୋଉଠି ରହିବା ପାଇଁ ଇଚ୍ଛା କରନ୍ତି କହନ୍ତୁ ତ? ଷ୍ଟେଜ ପାଖରେ ନା ଷ୍ଟେଜ ଦୂରରେ? ପାଖରେ ସମସ୍ତେ ପାଖରେ ପାଖରେ ରହିବା ପାଇଁ ଏତିକି ଯୋଗ୍ୟତା, କମ ସେ କମ ସେ ଷ୍ଟେଜ କୁ ଛୁଇଁକି ହେଲେ ରହିବି ଆଜ୍ଞା ବୋଲି ପ୍ରାର୍ଥନା କରୁ। ଆଉ କେତେ ଜଣ କଣ ପାଷ୍ଟର ହେଇକି ଆମକୁ ବି ଟିକେ ଷ୍ଟେଜ ରେ ଡାକିଥାନ୍ତେ ପରି ଲାଗିବ କି ନାଇଁ କହନ୍ତୁ ତ? ଏତେ ବଡ ବଡ ଡିଗ୍ନିଟାରୀ ବସିଥିବେ ଷ୍ଟେଜ ରେ, ମୁଁ ବି ଗୋଟେ ପାଷ୍ଟର ହେଇକି କଣ ଭାବୁଥିବି, ମତେ ବି ଗୋଟେ ଷ୍ଟେଜ ରେ ଡାକିଲେ ଭଲ ହେଇଥାନ୍ତା, ଗୋଟେ ସାଇଡ ରେ ବସେଇଲେ ହେଇଥାନ୍ତା ପୁରା। Yes, we are curious, we are eager to be on the higher stage. ପାଉଲ କହୁଛନ୍ତି ସ୍ୱର୍ଗକୁ ଯିବି ଯେ, ସ୍ୱର୍ଗ ଗଲେ ହେଇଯିବ କି? ସ୍ୱର୍ଗ ତ ଯିବ ତ, କୋଉ ଗୋଟେ କୋଣରେ ରହିବ, ହେବ ନାଇଁ କି? ନାଇଁ, ହେବ ନାଇଁ। ଯୀଶୁ ଯୋଉଠି ଥିବେ ମୁଁ ସେଇଠି ଥିବାର ଅଛି। ସେ ସିଂହାସନ ନଦେଲେ ବି ଚଳିବ, ତାଙ୍କ ସାଇଡରେ ଠିଆ ହେଲେ ହେଲା, ତାଙ୍କ ପାଖରେ ତାଙ୍କୁ ଲାଗିକି ଥିବି ନା। ଆଉ ସେ ଯୋଉ ସ୍ତରରେ ଅଛନ୍ତି ସେ ସ୍ତରକୁ ଯିବାଟା ସହଜ କି ଭାଇ? ପାଉଲ ଭାଇ ବୋଲାରୁ ପାଉଲ କହୁଛନ୍ତି କଣ କରିବାକୁ ହେବ? ହେଲେ ଯୀଶୁ ଯେଉଁ ପ୍ରକାର ପୁନରୁତ୍ଥାନ ହେଲେ, ତୁମେ ବି ସେହି ପ୍ରକାର ପୁନରୁତ୍ଥାନ, ସେହି ପୁନରୁତ୍ଥାନର ଅଂଶୀ ହେଲେ ହିଁ ଯାଇପାରିବ। ହଁ କି? ହେଲେ ଯିବା ଆଜ୍ଞା, ମୁଁ ବି ସେ ପୁନରୁତ୍ଥାନର ଅଂଶୀ ହେବି ବୋଲାରୁ ସେ ଶିକ୍ଷା ପାଉଛନ୍ତି ପାଉଲ। ତାଙ୍କର ପୁନରୁତ୍ଥାନରେ ସହଭାଗୀ ହେବାଟା ସହଜ ନାହିଁ। ତାଙ୍କର ଦୁଃଖ ଭୋଗ କ୍ଲେଶରେ ବି ସହଭାଗୀ ହେବାକୁ ପଡିବ। ଏମିତି କି ଆଜ୍ଞା? ହଉ, ହେଲେ ତାଙ୍କର ଦୁଃଖ ଭୋଗରେ ବି ସହଭାଗୀ ହେବି। ସେ ପାଉଲଙ୍କୁ ଯେ ଶିକ୍ଷା ଦେଉଛନ୍ତି, ସେ କହୁଛନ୍ତି ଏକ୍ସାମ୍ପଲ, ହୋଲି ସ୍ପିରିଟ ଶିକ୍ଷା ଦେଉଛନ୍ତି। ବୋଲ, ହୋଲି ସ୍ପିରିଟ କହୁଛନ୍ତି ପାଉଲଙ୍କୁ ତାଙ୍କ ଦୁଃଖ ଭୋଗରେ ସହଭାଗୀ ହେବାଟା ମାନେ ତ ସହଜ ନାହିଁ। ସେ ଯେମିତି ସ୍ୱର୍ଗୀୟ ଗୌରବ ଛାଡିଦେଲେ ତମେ ଛାଡି ପାରିବ କି? ଏମିତି କି ଆଜ୍ଞା? ଦୁନିଆର ସବୁ ସୁଖ ଭୋଗ ଛାଡିବାକୁ ପଡିବ କି? ୟେସ୍। ୱାଓ, ଗୋଟେ ପଦ ପଢିବା, ଗୋଟେ ମାଙ୍କର ପ୍ରାର୍ଥନା। ଆଜିକାଲି ଟିପିକାଲ ମାର ପ୍ରାର୍ଥନା ସେଟା। କାହାରି ପ୍ରାର୍ଥନା? ଜବଦେଇ ଭାଇ ମାନଙ୍କର ମାତା, ଜବଦେଇଙ୍କର ପୁତ୍ର ମାନଙ୍କର ମାତା। ମାଥ୍ୟୁ 20 ପଢିବା, ଶେଷ କରିବା। ହେ ପ୍ରଭୁ, କାହାରି ପାଇଁ ଯୋଗ ନାହିଁ, ଟାଇମ ଦେଖ ତ। ଏ ବାପସ ଫଳ ଅଛି ମାଥ୍ୟୁ 20 ତ ଆଉ ଏତେ ସହଜର ରେଫରେନ୍ସ ଏଟା। 2020 ମ୍ୟାଚ୍ ଖେଳିବା ଚାଲ। ସେତେବେଳେ ଜେବତୀଙ୍କ ପୁତ୍ରମାନଙ୍କ ମାତା ଆପଣା ପୁତ୍ରମାନଙ୍କୁ ସାଙ୍ଗରେ ଘେନି ତାହାଙ୍କ ଛାମୁକୁ ଆସି ପ୍ରଣାମ କରି ତାହାଙ୍କ ଠାରୁ କିଛି ମାଗିଲେ। ସେଥିରେ ସେ ତାହାଙ୍କୁ ପଚାରିଲେ, ତୁମ୍ଭେ କଣ ଇଚ୍ଛା କରୁଅଛ? ସେ ତାହାଙ୍କୁ କହିଲେ, ଆପଣଙ୍କ ରାଜ୍ୟରେ ଯେପରି ମୋହର ଏହି 2 ପୁତ୍ରଙ୍କ ମଧ୍ୟରୁ ଜଣେ ଆପଣଙ୍କ ଦକ୍ଷିଣ ପାର୍ଶ୍ୱରେ ଓ ଅନ୍ୟ ଜଣେ ବାମ ପାର୍ଶ୍ୱରେ ବସନ୍ତି, ଏହା ଆଜ୍ଞା କରନ୍ତୁ। କିନ୍ତୁ ଯୀଶୁ ଉତ୍ତର ଦେଲେ, ତୁମ୍ଭେମାନେ କଣ ମାଗୁଅଛ ତାହା ଜାଣୁନାହଁ। ମୁଁ ଯେଉଁ ପାତ୍ରରେ ପାନ କରିବାକୁ ଯାଉଅଛି, ସେଥିରେ କି ତୁମ୍ଭେମାନେ ପାନ କରିପାର? ସେମାନେ ତାହାଙ୍କୁ କହିଲେ, ପାରୁ। ସେ ସେମାନଙ୍କୁ କହିଲେ, ତୁମ୍ଭେମାନେ ମୋହର ପାତ୍ରରେ ପାନ କରିବ ସତ, କିନ୍ତୁ ମୋହର ଦକ୍ଷିଣ ଓ ବାମ ପାର୍ଶ୍ୱରେ ବସିବାକୁ ଦେବା ମୋହର ଅଧିକାରର ବିଷୟ ନୁହେଁ, ବରଂ ଯେଉଁମାନଙ୍କ ନିମନ୍ତେ ମୋହର ପିତାଙ୍କ ଦ୍ୱାରା ସ୍ଥାନ ପ୍ରସ୍ତୁତ କରାଯାଇଅଛି ସେମାନେ ବସିବେ। ବସ୍ 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 ବସ୍। ଦେଖ ଜେବଦେଇ ମାତାଙ୍କର, ଜେବଦେଇ ପୁତ୍ରଙ୍କର ମାତାଙ୍କର ପ୍ରାର୍ଥନା ଦେଖ। ଗର୍ବ ପ୍ରାର୍ଥନା ମାନେ ଏଟା।
ପିତର ବି ମାଗୁ ନାହିଁ ସେମିତି ପ୍ରାର୍ଥନା। ଜବଦେଇ ପୁତ୍ର ମାନେ କିଏ ସେଟା? ଯୋହନ ଆନ୍ଦ୍ରେ ହେଇଥିବ ନା କି? ଯୋହନ ଆନ୍ଦ୍ରେ ବୋଧେ। ଶୁଣ, ମାଁ କୁ କହୁଛି ପ୍ରଭୁ ପ୍ରଭୁ ପ୍ରଭୁ, ଏବେ ଦେଖ ମୁଁ ଶୁଣିଲି ପିତର କହୁଛନ୍ତି ମୁଁ ପ୍ରଭୁଙ୍କର ରାଇଟ ହ୍ୟାଣ୍ଡ ବୋଲୁଛନ୍ତି, ଆଉ ଯୋହନ ମୋର ପୁଅ ବି କହୁଛି ମୋ ରାଇଟ ହ୍ୟାଣ୍ଡ ବୋଲି ହଉଛନ୍ତି। ସେମିତି ନାହିଁ, ଗୋଟେ ରିକ୍ୱେଷ୍ଟ ମାଗୁଛି, ସ୍ୱର୍ଗ ଗଲା ପରେ ମୋର ଦିଟା ପୁତ୍ର ତୁମ ଦିଟା ସାଇଡରେ ଥିବାର ଅଛି, ବାକି ଲୋକ ପଛରେ ଥାନ୍ତୁ। ଦେଖ କି ପ୍ରାର୍ଥନା, ଏ ବାପା ମୋର ପୁଅ ମାନେ ଦୟାରେ ଯେମିତି ହେଲେ ବି ସ୍ୱର୍ଗ ଯାଉ ଆଗେ ବୋଲି ମାଗୁ ନାହିଁ। ହୀନ ନମ୍ର ପ୍ରାର୍ଥନା ନାହିଁ। କଣ ମୋର ପୁଅ ମାନେ ଦିଟା ଟପରେ ଥିବାର ଅଛି, ତମ ସାଇଡରେ ହିଁ ଥିବାର ଅଛି। ଓକେ ଓକେ ଓକେ। ହଁ, ପ୍ରଭୁ କହିଲେ କଣ ମାଗୁଛ ମା, ଜାଣିଛ ନା ନାଇଁ, ବୁଝୁଛ ନା ନାଇଁ କଣ ମାଗୁଛ? ଦେଖ ସେ ସ୍ୱର୍ଗର ଯୋଉ ସିଂହାସନ କଥା କହୁଛ, ସବୁ ଏଠି ସେଠି ଦେଖଉଛନ୍ତି। ମୁଁ ବି ଯିବି କି ନାହିଁ ଗ୍ୟାରେଣ୍ଟି ନାହିଁ, ମୁଁ ବି ଜିତିବାର ଅଛି ସେଠି ଯିବାକୁ। ମୁଁ ବି ଗୋଟେ ପାନ ପାତ୍ର ପିଇବାର ଅଛି, ପାତ୍ରରୁ ପିଇବାର ଅଛି। କି ପାତ୍ର ସେଟା? କି ପାତ୍ର? କ୍ଲେଶ ଭୋଗର ପାତ୍ର। କ୍ଲେଶର ପାତ୍ର। ଗେଥସେମନେ ଉଦ୍ୟାନରେ ପ୍ରଭୁ କଣ ପ୍ରାର୍ଥନା କଲେ ସେଟା ପାଇଁ ବ୍ୟସ୍ତ ହେଲେ ପରା। ପିତା, ଏ ପାତ୍ର ପିଇବାକୁ ପଡିବ କି ବାଧ୍ୟରେ? କରଡାରେ ପିଠି ଚିରି ଦେବେ ତ, ରାତି ସାରା ଘଷାଡି ଘଷାଡି ନେବେ ତ, ଦାଢି ଫାଡି ଟାଣି ମାରିବେ ତ? ପିତା ଏଟା ପାଇଁ ବି ଡରୁନି ଯେ 3 ଦିନ 3 ରାତି ନରକ ବି ଭୋଗିବାର ଅଛି ନା, ତମ ଠାରୁ ଏତେ ଦୂର ଯିବାର ଅଛି। ପୁରା ବସ୍ତ୍ର କାଢି ଦେଇକି ଝୁଲେଇ ଦେବେ ତ ଦିନ ସାରା କାଲି, ତ ପିଇବାକୁ ବାଧ୍ୟ କି ପିତା? ଏଟା ହିଁ ତୁମର ଇଚ୍ଛା ତ? ହଉ ପିଇଦେବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ପାନର ପାତ୍ର ପାନ କଲେ, କ୍ଲେଶ ସଫରିଂସ୍। ତ ପ୍ରଭୁ ଏଠି ଜବଦେଇଙ୍କର ମାତାଙ୍କୁ କହୁଛନ୍ତି, କଣ ମା ତ କଣ କହୁଛ ତୁମେ? ମୁଁ ତ ନିଜକୁ ପ୍ରାର୍ଥନା କରିକି ପ୍ରସ୍ତୁତ ହଉଛି ସେ ପାନର ପାତ୍ରର ପାନ ପିଇବାକୁ, ପାନ କରିବାକୁ। ତମର ପୁଅ ମାନେ ପାରିବେ କି ପଚାର ତ ବୋଲର? ହଁ ପାରିବେ ଆଜ୍ଞା, ପାରିବେ। ଧାଇଁ ତ ପଳେଇଲେ ସେମାନେ ଉଦ୍ୟାନ ବେଳକୁ, ସେମାନେ ସେ ପ୍ରଭୁଙ୍କୁ ଧରଲା ବେଳକୁ କୁଆଡେ ପିଇବେ? ଆମକୁ କାହିଁକି ଆଗେ ରିସ୍କ ବୋଲି ତ ପଳେଇଲେ ସେ ଶିଷ୍ୟ ମାନେ ସବୁ ଛାଡିକି। ପିଇ ଦେବେ ପୁଣି। ହେଲେ ପ୍ରଭୁ କହିଲେ ହଉ ପିଇବ ବୋଧେ, ଯେ ସିଂହାସନରେ କିଏ ବସିବ ଏଟା ମୋର ପିତାଙ୍କ ଛଡା କିଏ ଜାଣିବେ ନାହିଁ, ତାଙ୍କ ହାତର କଥା ଏଟା ବୋଲି କହିଲେ। ତ ଏଇଟା ହେଲା ପାଉଲ ଜାଣିଲେ କି ସ୍ୱର୍ଗୀୟ ସିଂହାସନ ପାଖକୁ ଯିବାର ଅଛି ବୋଲେ ସେହି ପାତ୍ରର ପାନ କରିବାର ଅଛି ବୋଧେ। ହେଲେ ସେଠି କି ପାତ୍ର ବୋଲାରୁ? କ୍ଲେଶର ପାତ୍ର। ୱାଓ, ପାଉଲ ସେହି ଜିଦ ଧରିଲେ, ମାଡ ଖାଇଲେ, ଚିରିଗଲା ତାଙ୍କର ଦେହ। ଜାଣିଛନ୍ତି ପ୍ରେରିତ ପାଉଲ ଯେତେ ନିର୍ଯାତନା ସହିଲେ, କମ କଥା ନୁହେଁ ଆଜ୍ଞା। କାହିଁକି ଏତେ ମାଡ ଖାଉଛ ପାଉଲ ଭାଇ? ସହଜ ଢଙ୍ଗର ସେବା ଶିଖି ପାରିଲ ନାଇଁ କି ନା କଣ? ପାଉଲ କହୁଛି ନାଇଁ ଭାଇ, ଶିଖିଥାନ୍ତି ଯେ ମତେ ପୁନରୁଦ୍ଧାନ ଦରକାର ଥିଲା, ଶ୍ରେଷ୍ଠତମ ଉତ୍କୃଷ୍ଟତର ପୁନରୁଦ୍ଧାନ। ପ୍ରେରିତ ପାଉଲ ଚିହ୍ନିଲେ ରାପ୍ଚରରେ ଅଂଶୀ ହେବା ପାଇଁ କେମିତି ପ୍ରାଣପଣ କରିବାକୁ ହୁଏ, କୋ ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କରିବାକୁ ହୁଏ, କୋ ସଂକୀର୍ଣ୍ଣ ପଥ ଦେଇ ଯିବାକୁ ହୁଏ। ପ୍ରେରିତ ପାଉଲ ଜାଣିଲେ ବୋଲି ଆମକୁ ବୁଝାଉଛନ୍ତି, ନହେଲେ ବୁଝାଇ ପାରିଥାନ୍ତେ କି? ସେଇ କଥା ଏବ୍ରୀ ପତ୍ରିକାରେ ବି ସେଇ କଥା କହିଲେ, ଯାହା ଆମେ 11:35 ପଢିଲୁ ତାହା ପଢିଦିଅ ବାବୁ, ଶେଷ କରିବା। ସ୍ତ୍ରୀ ଲୋକମାନେ ଆପଣା ଆପଣା ପୁତ୍ର ମାନଙ୍କୁ ପୁନରୁତ୍ଥାନ ଦ୍ୱାରା ପ୍ରାପ୍ତ ହେଲେ, ଅନ୍ୟମାନେ ଉତ୍କୃଷ୍ଟତର ପୁନରୁତ୍ଥାନ ପ୍ରାପ୍ତ ହେବା ନିମନ୍ତେ ଉଦ୍ଧାର ପାଇବାକୁ ଇଚ୍ଛା ନ କରି ମହା ଯନ୍ତ୍ରଣା ଭୋଗ କଲେ। ତାର ଅର୍ଥ କଣ? ମାନେ କେତେକ ସ୍ତ୍ରୀ ମାନେ ଶୁଣ, ପ୍ରାର୍ଥନା କରିକି ଆପଣା ସ୍ୱାମୀ ମାନଙ୍କୁ, ଆପଣା ପୁଅ ମାନଙ୍କୁ, ଆପଣା ମା ବାପା ମାନଙ୍କୁ ମିରାକଲ ପାଇଲେ, ଆକୁ ସୁସ୍ଥ କରିଦିଅ, ଆକୁ ଚାକିରି ଦେଇଦିଅ, ଆର ଗୋଡ ଠିକ କରିଦିଅ, ଆର ମୁଣ୍ଡ ଠିକ କରିଦିଅ, ଏଇ ସବୁ ପ୍ରାର୍ଥନା କରି ଜିଦ କରି ସବୁ କରଲା ବେଳକୁ କେତେକ ସ୍ତ୍ରୀ ମାନେ କଣ କଲେ ନା, ପ୍ରଭୁ ଏ ରୋଗ ସୁସ୍ଥ ନହେଲେ ବି ଚଳିବ, ଏ ଚାକିରି ନ ପାଇଲେ ବି ଚଳିବ, ଆମେ କଷ୍ଟ ଭୋଗିବୁ ସିନା, ଆମକୁ ସେହି ଉତ୍କୃଷ୍ଟତର ପୁନରୁଦ୍ଧାନ ଆମକୁ ବି ଦରକାର ବୋଲି ଜିଦ କରିକି ବସିଲେ, ତାଡନା ପାଇବାକୁ ଇଚ୍ଛା କଲେ, କିନ୍ତୁ ଉତ୍କୃଷ୍ଟତର ପୁନରୁଦ୍ଧାନ ପାଇଁ ତାଡନା ପାଇଲେ।
चॉइस इज योर्स। संसार में सुख भोग को सुख भोग और विलास रे जीवन काटिबे ना ख्रीष्टन को निमंते चूर्ण है कि जीवन काटिबे। जो माने सुख विलास रे जीवन एंजॉय करिसंती से माने को पाई नॉर्मल पुनरुत्थान मिलिबो पर ए 6 नंबर कोइ लेगे 6 नंबर न हेले 4 नंबर ए 5 नंबर उत्कृष्टतर पुनरुत्थान दरकार कि पवित्र हो धार्मिक हो सत्यता पाई छड़ा हो यीशु को परी क्रूसार्पित हो यीशु को परी क्लेश भोग यीशु को परी निंदा अपमान ताड़ना पाओ यीशु को परी 24 घंटा पेट बता सुस्थता गोड़ बता सुस्थता बेक बता सुस्थता चाकरी पैसा हुओ नहीं चूर्ण हेबा को सिख परा रैप्चर उत्कृष्टतर पुनरुत्थान माने सेटा सेति बहुत ख्रिश्चन माने निजको चूर्ण करुछंती के जण विवाह होंती नहीं के जण कॉस्टली ड्रेस पिंधंती नहीं के जण सुना काढ़ी दियंती के जण स्टाइल छाड़ी देउछंती कोन कहले पाउलो फिलिपियो रे अनेक लाभकर विषय मु छाड़ी देली जगत रे बोलछंती कोन पय बोललारु उत्कृष्टतर पुनरुत्थान पाए विदाउट सैक्रिफाइस हाउ कैन यू गेन ग्लोरी। प्रार्थना करो हैव फेथ यू विल गेट एवरीथिंग। इतना आसान तो नहीं है भैया। प्रार्थना करी कि फेथ रखी कि चाकरी पाई दे हेबो से ना रैप्चर रे प्लेस मिलिबो नै एते सहज रे। हेलो सिखो सिखिबारो सिखांतो लोक मानको हैव फेथ यू विल गेट अ जॉब यस by that faith you can get a job. Have faith you will be healed yes by that faith you will be healed. But without sacrifice, without sufferings, without being broken and bruised, you cannot get the glory, the glorious resurrection, the best resurrection, the topmost resurrection. इतना सहज नहीं है, इतना आसान तो नहीं है। युद्ध करिबाकू पड़े, सैक्रिफाइस करिबाकू पड़े, चूर्ण हेबाकू पड़े, प्राणपण करिबाकू पड़े, सुख विलास त्याग करिबाकू पड़े, स्टाइल फाइल छाड़िबाकू पड़े। जन लोक जंती पिल्ला मानकर कथा कहले डॉक्टर हेबाटा सहज कि बॉडी बॉडी बनाइबार टाइम वेस्ट करिवो ना पाठ पढ़ियो पई टाइम खर्च करिवो समय खर्च करिवो। जने एते बड़ बॉडी बनाइला 10 वर्ष पर बुढ़ा ही गला कौन है कौन मिलला बॉडी करके कौन मिलला देश को रक्षा करला ना गुंडा मान को मारला ना नक्सलवादी मान को मारला ना माँ भौणी मान को नष्ट करके मारिबा चोर मान को मारला कौन करला बॉडी बनेगी किछि कौन करला दुनिया को रक्षा करला कि किछि नहीं। बॉडी बनाइबा पिल्ला टोका मान को ठारू से आर्मी रे थिबा सोल्जर माने बेस्ट अरी दो देश रो रक्षा करछंती। बॉडी फॉडी बनाइबा पिल्ला टोका मान को ठारू डॉक्टर माने भलो कम से कम चिकित्सा करी कि रोगी मान को रक्षा करूछंती। के जण देशरो कोन कहबे यूज हेल उपयुक्त काम सिखिले के जण फालतू है कि बसले। सिमिति क्रिश्चियन माने भी चेष्टा करी प्राणपण करी त्याग करी चूर्ण करी कि रैप्चर पय प्रस्तुत होउछंती। केते लोक सुस्थता पाइली जॉब पाइली घर पाइली गाड़ी पाइली बोली एडजस्ट हो जाय। दी टाइप क्रिश्चियन हेले तो जीवन जगतर सुख विलास पाइले से माने महाक्लेश रे प्रभु को पाई किछि करिबाकू पड़िबो। जे माने वर्तमान निज को चूर्ण करले से माने रैप्चर रो अंश हेबे। चक्षु बंद करिबा प्रार्थना कर। Praise the Lord. Hallelujah. Thank you, Jesus. उत्कृष्टतर पुनरुत्थान अंशी हेबा प्रिय माने जहाँ रैप्चर रे मिलिबो ना नहले मु आशीर्वाद रो प्रचार करि पारिबि नै कि सुस्थतार प्रचार करि पारिबि नै कि गाड़ी बंगला मिलिबार प्रतिज्ञा सब बाइबल रो काढी कि बुझाई पारिबि नै कि मोर लक्ष्य दुनिया नै मोर लक्ष्य स्वर्ग मोर लक्ष्य रैप्चर सेटा ही आपण मान को शिक्षा देउछि। यद्यपि मो सहित गोटे 10,000 लोक न आसले भी 10 जन आसंत आज्ञा यथेष्ट मो पई एतकी स्टाइल मत दरकार नहीं कि प्रभु देखो 10,000 लोक को धरी आसले दरकार नहीं 10 लोक हेले यथेष्ट प्रभु को सामना रे ठिया कि मुह देखाई पारबी बस एतकी 10 जन को भी नहीं भी मो सांगर मुज गले तो पर आपण जीवे निज को भी चूर्ण कर सेत पई पावलो कहले से करंथी 9:25 रे मुझे पूरी नष्ट न हेबी
ଭ୍ରଷ୍ଟ ନ ହେବି ଏଥିପାଇଁ ନିଜକୁ ଚୂର୍ଣ୍ଣ କରୁଅଛି। ଚୂର୍ଣ୍ଣ ନ କରୁନୁ ପୁନରୁଦ୍ଧାନର ଅଂଶୀ ହେଇପାରିବ ନାହିଁ। ଶାରୀରିକ କାମନାକୁ ଚୂର୍ଣ୍ଣ କର, ଶାରୀରିକ ଆକର୍ଷଣକୁ ଚୂର୍ଣ୍ଣ କର। ବଡି ବନାଅ ନାହିଁ, ସ୍ପିରିଟ ବନାଅ, ଆତ୍ମିକତା ବନାଅ ଭାଇ ମାନେ, ମା ଭଉଣୀ ମାନେ। ଚେହେରା ସଜାଅ ନାହିଁ, ଆତ୍ମିକ ଜୀବନକୁ ସଜାଅ। ପ୍ରଭୁ ଆଟ୍ରାକ୍ଟ ହେବେ, ସ୍ୱର୍ଗ ଆଟ୍ରାକ୍ଟ ହେବ, ସ୍ୱର୍ଗ ଖୁସି ହେଇଯିବ। ଦୂତ ମାନେ ବି କହିବେ ପ୍ରଭୁ ପ୍ରଭୁ ଏଇ ଝିଅକୁ ଆଣିବା ସ୍ୱର୍ଗକୁ, ଏମିତିକା ଝିଅ ଦରକାର, ଏମିତିକା ପୁଅ ଦରକାର ପ୍ରଭୁ ବୋଲି ଦୂତ ମାନେ ବି କହୁଥିବେ ଆଜ୍ଞା ମୋର ଖ୍ୟାଲରେ। କାରଣ ସ୍ୱର୍ଗ ଆଟ୍ରାକ୍ଟ ହୁଏ। ପ୍ରାର୍ଥନା କରିବା। Praise the Lord, praise the Lord, praise the Lord, praise the Lord. ପ୍ରେମିକ ସ୍ୱର୍ଗସ୍ଥ ପିତା ତୁମରି ପବିତ୍ର ନାମକୁ ଧନ୍ୟବାଦ ଦେଉଛୁ। ଦୟା କର, ଅନୁଗ୍ରହ କର। ପ୍ରେରିତ ପାଉଲଙ୍କ ଭଳି ସେଇଭଳି ଗୋଟେ ଜିଦ୍, ଜିଲ୍ ଆମମାନଙ୍କୁ ତୁମେ, ଆମ ସମସ୍ତଙ୍କୁ ତୁମେ ପ୍ରଦାନ କର। ଆଉ ସେ ହେବ୍ରୀ ପତ୍ରିକାର ଯେଉଁ ସ୍ତ୍ରୀ ମାନେ, ଯେଉଁମାନେ କି ଉତ୍କୃଷ୍ଟତର ପୁନରୁଦ୍ଧାର ନିମନ୍ତେ ଆଶା ରଖି, ଭରସା ରଖି, ଚାହିଁ ନିଜକୁ ଚୂର୍ଣ୍ଣ କରିବା ପାଇଁ, ତାଡ଼ନା ପ୍ରାପ୍ତ ହେବା ପାଇଁ, ଯନ୍ତ୍ରଣା ଭୋଗିବା ପାଇଁ ମଧ୍ୟ ଇଚ୍ଛା କଲେ, ସେହିଭଳି ଗୋଟେ ଦମ, ସାହସ ଆମକୁ ବି ପ୍ରଦାନ କର ପ୍ରଭୁ। ଆମେ ଜାଣିଛୁ ପ୍ରଭୁ ଏହା ଏତେ ସହଜ ନାହିଁ। and for that we need your spirit। ଆମକୁ ହୋଲି ସ୍ପିରିଟ ଦରକାର। ନିଜକୁ ଚୂର୍ଣ୍ଣ କରିବାର ଜୀବନ ଦିଅ ପ୍ରଭୁ, ପବିତ୍ର ଆତ୍ମାଙ୍କର ସାହାଯ୍ୟ ଦିଅ। ଶରୀର ଚୂର୍ଣ୍ଣ ହେଲେ ଆତ୍ମିକ ଜୀବନ ଯେପରି ଉଜ୍ଜଳ ହେବ, ଆଲୋକିତ ହେବ, ଦୀପ୍ତିମନ୍ତ ହେବ, ଏଥିପାଇଁ ସାହାଯ୍ୟ କର ଲର୍ଡ। ଦୟା କର। ଆଉଟୱାର୍ଡ ଆପିୟରାନ୍ସ ଉପରେ, ବଡି ଉପରେ ଯେପରି ଆମେ ନ ଯିବୁ, ବରଂ ଆତ୍ମିକତାକୁ ଗଢିବା ପାଇଁ, ଆତ୍ମିକ ଜୀବନକୁ ଗଢିବା ପାଇଁ ଯେପରି ଆମେ ଚେଷ୍ଟା କରିବୁ, ସାହାଯ୍ୟ କର। ବାକ୍ୟ ଶୁଣିଥିବା ସମସ୍ତଙ୍କୁ ଆଶୀର୍ବାଦ କର ପ୍ରଭୁ। ସେହି ପ୍ରଥମ ପୁନରୁତ୍ଥାନର ଯେପରି, ସେ ଧନ୍ୟମୟ ପୁନରୁତ୍ଥାନରେ ଯେପରି ଆମେ ଅଂଶୀ ହୋଇ ଧନ୍ୟ ହେବୁ, ଏଥିପାଇଁ ସାହାଯ୍ୟ କର। ରାପ୍ଚର ପାଇଁ ପ୍ରସ୍ତୁତ କର, ତୁମେ ଗୌରବ ପାଅ। ଧନ୍ୟବାଦ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପବିତ୍ର ନାମରେ ମାଗିଲି ପିତା, ଆମେନ୍। ଏତେବେଳେ ପିତା ପରମେଶ୍ୱରଙ୍କର ପ୍ରେମ, ପୁତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଅସୀମ ଅନୁଗ୍ରହ, ପବିତ୍ର ଆତ୍ମାଙ୍କର ଶାନ୍ତି, ସହାୟତା, ସହଭାଗିତା, ପ୍ରଭୁଙ୍କର ଗୌରବମୟ ଦ୍ୱିତୀୟ ଆଗମନ ପର୍ଯ୍ୟନ୍ତ ଆମ ସମସ୍ତଙ୍କର ସଦା ସହବର୍ତ୍ତୀ ହୁଅନ୍ତୁ। ଆମେନ୍। ଯୀଶୁଙ୍କ ନାମରେ ଜୟ, ଯୀଶୁଙ୍କ ରକ୍ତରେ ଜୟ, କାଲବରୀ କ୍ରୁଶର ଜୟ। ହାଲେଲୁୟା, ହାଲେଲୁୟା, ହାଲେଲୁୟା।